श्री गणेशाय नमः। सुंदर कांड पाठ। जय श्री राम। सियावर रामचंद्र की जय। पवन सुत हनुमान की जय। उमापति महादेव की जय। नीलांबुज श्यामल कोमलांग सीता समारोपित वाम भागम प्रणो महासायक चारु चापम नमामि रामं रघुवंशनाथं कर्पूर गौरम करुणावतारम संसार सारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। बंदई जगत ईश्वर बाणक दंड बेनिकर नमस्ते प्रभु सुरगुरु हे दयामय कल्पतरु नमो नर रूप हरि नमस्ते रघुकुल श्री ब्रह्मा शिव शेष वंदित वेदांत गाए जाचरित चिन्मय शांति प्रदायक अनघजे सुर पालक नमस्ते भूप चूड़ामणि तोर श्री चरण प्रणमी प्रणमे तोर श्री चरण सुदया कर दिन जने अन्य वासना अंत चिते मोहर नाही कदाचिते जानत सबुरी अंतर रहिछि पुरी सर्वठार निर्भर भक्ति केवल सदा मोरहु पादे तोर जय तु जय भावग्राही करतु कृपा दया बही नमस्ते रघुकुलमणि चरणे नमामि नमामि। बंदई पवन नंदन ज्ञानी मध्ये अग्रगण्य तनु कनक शैलसम जे अतुलित बलधाम धनु जवन नल गलारे सोहे मुक्तामाल सर्वगुण रे गुणवान श्रीराम भगत प्रधान श्री रघुनाथ चरण सेवारे सदा जार मन बानर कुलर मुकुता पवन जहाँकर पिता से भक्त राजंक चरण बंदई अमीय धम सुंदर कांड कथा मान कहिकी पारिब धम जेबे से राम दया करी बसिबे हृदय मोहरी श्रीराम दया करे जारे से प्राणी भव सिंधु तरे हृदय राघव पद मन्दे कहिबी नवा क्षरी छंदे श्रीराम राम जय राम संकट हर हनुमान जाम्बवंतଙ୍କ बाणी शुणी हरसी उठिला पावनी बोलई रही थाओ भाई एठारे मोर बाट चाही खाइन फल कंदमूल दुखरे रही सिंधु कूल देखी मु बेगे आसे भाई सीतांक चरण को जाई आज हर्षई मोर मन निश्चय हेब सिद्धि जान सभिंक चरण प्रणमी चलिला स्मरी रघुमणि सिंधु तटे थिला भूधर नाम जे ताहार सुंदर डेण कौतुके गला ताहार ऊपर चढ़िला श्रीराम नाम बारंबार अंतरे सुमरी सादर उल्लास अंतरे से बड़ी डेण हनु कला चली से गिरी परे पाद थिला तुरंत पाताले पशिला डेण हनु चले खरे अमोघ सम गति करे श्रीराम दूत जीवा देखी मैनाके सिंधु कहे डाकी जाओ रे मैनाक भूधर सहाय हुओ तुमार्गर सिंधु आज्ञा को धरी सिरे मैनाक चले खर तरे जाइन मैनाक पर्वत मार्गरे उठिला तुरित तन पुलक इताहार प्रणमे जोड़िबे निकर बोलई वायु सुते सेही विश्राम एठी नेबा पाई
ଶୋକରେ ତାହାଙ୍କୁ ପରସି ହନୁ ପ୍ରଣମୀ କହେ ହସି ରାମ କାର୍ଯ୍ୟ ସିଦ୍ଧି ନହିଲେ ବିଶ୍ରାମ ନେବି ନାହିଁ ଭଲେ। ଏତେ କହିଣ ହନୁମାନ ଚଳିଲେ ପବନ ସମାନ ନିରେଖି ପବନ କୁମାର ଦେବାତ ଚିନ୍ତନ୍ତି ମନର। ପରଖି ବଳ ବୁଦ୍ଧି ଜ୍ଞାନ କରିବା ବିଚାରନ୍ତି ମନ। ସୁରସା ନାମ ନାଗମାତା ତାକୁ ପଠାଇଲେ ଦେବତା ମାର୍ଗରେ ଭେଟିଲା ପାବନି ସୁରସା ହସି କହେ ବାଣୀ ଦେବତା ଦେଲେ ଟିଆହାର ଆଜ ମେଣ୍ଟିବ କ୍ଷୁଧା ମୋର। ଶୁଣିଣ ସୁରସା ବଚନ ଉତ୍ତର କହେ ହନୁମାନ ମୋ ପ୍ରଭୁ ରାମ କାର୍ଯ୍ୟ ସାରି ମାତା ମୁଁ ବେଗେ ଆସେ ଫେରି। ନେଣ ସୀତାଙ୍କ ସନ୍ଦେଶ ଜଣାଇ କରି ପ୍ରଭୁ ପାଶ ଆସି ମୁଁ ହେବି ତାହାର ଛାଡ଼ ମୋ କାର୍ଯ୍ୟ ଗୁରୁତର। ଯେତେ କହିଲେ ନ ଛାଡ଼ଇ ସୁରସା ପଥ ଗାଳଇ କହଇ ହନୁ ଖାଅ ଏବେ କ୍ଷୁଧା ତ ମେଣ୍ଟି ଯିବ ଯେବେ। ହନୁର ଏହି ବାଣୀ ଶୁଣି ତୁଣ୍ଡ ବିସ୍ତାରିଲା ନାଗୁଣି ଯୋଜନ ଭରି ବିସ୍ତାରିଲା ଅତି ଭୟଙ୍କର ଦିଶିଲା। ତନକୁ ଦ୍ୱିଗୁଣ ବଢ଼ାଇ ହନୁ ଯେ ପ୍ରଚଣ୍ଡ ଦିଶଇ ନାଗୁଣି 16 ଯୋଜନ ତୁଣ୍ଡକୁ ବିସ୍ତାରିଲା ପୁଣ 32 ଯୋଜନର ଦୀର୍ଘ ହନୁ ଯେ ତନୁ କଲା ଶୀଘ୍ର। ନାଗୁଣି ଯେତେ ବଡ଼ କରେ ଦ୍ୱିଗୁଣ ତନୁ ହନୁ କରେ 7 ଯୋଜନ ବିସ୍ତାରିଲା ସିନ୍ଧୁ ଆକାଶ ନ ଦିଶିଲା। ସୂକ୍ଷ୍ମ ରୂପରେ ସେ ପ୍ରକଟି ହନୁ ପ୍ରବେଶୀ ତାର ପାଟି ମୁଖେ ତାପସୀ ବାହାରିଲା ବାହାରେ ଆସି ଉଭା ହେଲା। ତାପା ଦେଶୀର ନତ କରି ବିଦାୟ ମାଗେ କର ଯୋଡ଼ି ହନୁକୁ ସୁରସା କହିଲେ ଦେବତା ମୋତେ ପଠାଇଲେ। ଶୁଣ ତୁଆରେ ମହାବୀର କଳିଲି ବୁଦ୍ଧି ବଳ ତୋର। ସୁରସା ଆଶୀର୍ବାଦ ଦେଲେ କାର୍ଯ୍ୟ ତ ସିଦ୍ଧି ହେବ ଭଲେ। ସୁରସା ଚଳିଲା ସପୁରେ ହର୍ଷରେ କପି ଯାଏ ଖରେ। ସିନ୍ଧୁ ମଧ୍ୟରେ ଥିଲା ରହି ସିଂହିକା ରାହୁ ମାତା ସେହି ପକ୍ଷୀଙ୍କୁ କରଇ ଆହାର ମାୟା କରି ସେ ନିଶାଚର। ଗଗନେ ଯାନ୍ତି ଯେ ଉଡ଼ି ସିନ୍ଧୁରେ ଛାୟା ଯାଏ ପଡ଼ି ଧରିଣ ସେ ଛାୟାକୁ ରକ୍ଷ ତତ୍କ୍ଷଣେ ଯିବ କରେ ଭକ୍ଷ। ଏପରି ଆହାର ସେ ଖାଇ ସିନ୍ଧୁରେ ସୁଖେ ରହେ ସେହି। ହନୁରେ ମାୟା ପ୍ରକଟିଲା କପଟ କପି ବୁଝି ନେଲା। ରାମଙ୍କୁ ସ୍ମରି ତାକୁ ମାରି ହନୁ ହୋଇଲା ସିନ୍ଧୁ ପାରି। ସେ ପ୍ରଭୁ ଯାରେ ଦୟା କରେ ସେ ଭବ ସିନ୍ଧୁ ହେଳେ ତରେ। ସ୍ଥିର ମତିରେ ପାରି ହୋଇ ଲଙ୍କାରେ ପ୍ରବେଶିଲା ଯାଇ କୂଳରେ ଯାଇ ଦେଖେ ସେହି ଉପବନତା ମନମୋହି। ଅବିରତରେ ପୁଷ୍ପଠାରେ ଭ୍ରମର ଗୁଞ୍ଜରଣ କରେ ତରୁ ଭରିଛି ପୁଷ୍ପ ଫଳେ ଖଗ ମୃଗ ଯେ ମନୋହରେ। ଅଗ୍ରତେ ଦେଖିଲା କୌଶଳ ବିଶାଳ ଅତୀବ ସୁନ୍ଦର ନିର୍ଭୟ ଚଢ଼ିଲା ତାପରେ ହୃଦୟ ସ୍ମରି ରଘୁବୀରେ। ଜୟ ତୁ ରାମ ଦୟାମୟ ହରଣ କର ଭବ ଭୟ ତୋର ଶ୍ରୀ ଚରଣେ ଭକତି ରହୁଏ ଅଧମର ମତି। ଶ୍ରୀ ଶଙ୍କର ବାଚ ଶଙ୍କର କହନ୍ତି ଗୌମା ନାହିଁ ଏଥି କପି ବଢ଼ିମା। ପ୍ରଭୁଙ୍କ ପ୍ରତାପ ବଳରେ କାଳ ଯାହାକୁ ଦେଖି ଡରେ। ଗିରିର ପରେ ଚଢ଼ିବୀର ନିରଖଇ ସେ ଲଙ୍କାପୁର କହିନୁ ହଇ ଦୁର୍ଗ ଶୋଭା ଦିଶଇ ଅତି ମନଲୋଭା। ଅଟ୍ଟାଳିକା ସହ ପ୍ରାଚେରୀ ସିନ୍ଧୁ ଅଛଇ ତାକୁ ଘେରି ସ୍ୱର୍ଣ୍ଣ କଳସ ଶୋଭା ପାଏ ମନ ନୟନ ହରିନିଏ। କନକମଣିରେ ଜଡ଼ିତ ସୁନ୍ଦର ତରୁ ସେ ବିସ୍ତୃତ ବିପଣି ବାଟ ମନୋହର ଚୌଛକି ସୁରଙ୍ଗ ସେ ପୁର। ଗଜ ଖଚର ନହେ ଗଣି ରଥାଦି ପଦାତିକ ପୁଣି ବହୁରୂପ ବଳ ମଣ୍ଡିତ ରାକ୍ଷସ ସେନାରେ ଫୁଲିତ। ବଗିଚା ବାମ୍ଫି ସରବନ କୂପ ଯେ ଭରା ଉପବନ ଗନ୍ଧର୍ବନର ନାଗସୁର ରୂପସୀ ମୁନି ମନୋହର। ଲଢ଼ୁଆ ଲଢ଼ନ୍ତି କୌଶଳେ
ଏକେଆରେ କୋମଲ କୋଳେ ଗଜନ୍ତି ରହି ଶୈଳସମ ଏକକୁ ଏକ ବଳିଆନ ବିକଟ କୋଟି ବୀରସରି ବୁଲି ସେ ରଖନ୍ତି ନଗରୀ କାହିଁ ଭକ୍ଷେ ଦୈତ୍ୟ ମହିଷ ଧେନୁ ଅଜଖର ମନୁଷ୍ୟ ବିଭତ୍ସ କାଣ୍ଡ ବନି କରି ସଂକ୍ଷେପ କଲି ମୁଁ ବିଚାରି ଶ୍ରୀରାମ ସାୟକ ପ୍ରହାର ପାଇଣ ହେବେ ବିଭୁପାର ସାୟକ ତୀର୍ଥେ ତେଜି ମନୁ ଉଦ୍ଧାର ହେବେ ରକ୍ଷ ଜନ୍ମ ବହୁତ ରଖୁଆଳପୁର ଦକ୍ଷିଣ ବିଚାର ବୀର ମଶା ସମାନ ରୂପ ହୋଇ ପଶିବି ବିଚାର କରଇ ରଜନୀ ଆଗତ ହୋଇଲା ମଶକ ସମ ରୂପ ନେଲା ହୃଦୟ ମରି ନରହରି ପ୍ରବେଶ ହେଲା ଲଙ୍କାପୁରୀ ଲଙ୍କିନୀ ନାମେ ନିଶାଚରୀ ଲଙ୍କାର ଅଟେ ରକ୍ଷାକାରୀ ବୋଇଲା ମତେ ନ ପଚାରି ଷଠ ଯାଉ ତୁ ଲଙ୍କାପୁରୀ ଷଠ ମୋ ପ୍ରତାପ ନ ଜାଣୁ ଖାଇବି ମୁହିଁ ତୋତେ ଏଣୁ ଲଙ୍କାରେ ଚୋର ଲାଗେ ଯେତେ ଖୋଜି ମୁଁ ଖାଏ ତାକୁ ତେତେ ଶୁଣିନ ଲଙ୍କିନୀ ବଚନ ମୁଥ ମାଇଲେ ହନୁମାନ ମୁଖରୁ ବହିଲା ରୁଧିର ଲୋଟିଲା ସେ ଯାଇ ଭୂମିର ଧୈର୍ଯ୍ୟ ଧରି ସେ ଉଠିଲା ବିନୟ ବଚନ ବୋଇଲା କହି ଯୋଡ଼ି ବେନି ପାଣି ଶୁଣନ୍ତୁ କପି ଶିରୋମଣି ଲଙ୍କା ଦେବୀ ବାଚ ରାବଣେ ବ୍ରହ୍ମା ଦେଲେ ବର କହିଲେ ମୋତେ ସମାଚାର କପି ମାଡ଼େ ବିକଳ ହେବୁ କାଳ ପୁରିଲା ତୁ ଜାଣିବୁ ଜାଣିବୁ ପୁରିଲା ଆୟୁଷ ମରିବେ ସକଳ ରାକ୍ଷସ ମୋହର ବଡ଼ ପୁଣ୍ୟତା ତ ଦେଖିଲି ଏବେ ରାମଦୂତ ନେତ୍ର ପବିତ୍ର ହେଲା ମୋର ଅନେକ ସୌଭାଗ୍ୟ ଫଳ ସ୍ୱର୍ଗ ଅପବର୍ଗର ସୁଖ ରଖ ତୋଳାର ଏକ ପାଖ ଏସବୁ ମିଶି ଯାହା ହୁଏ ସେ ସାଧୁ ସଙ୍ଗେ ସରି ନୁହେଁ ସଂସାରେ ସର୍ବ ଅଟେ ଲଭ୍ୟ କେବଳ ସତ୍ସଙ୍ଗ ଦୁର୍ଲଭ ଶ୍ରୀରାମ କୃପା ବିନା କେହି ସତ୍ସଙ୍ଗ ଲଭି ନ ପାରଇ ହୃଦୟରେ ରାମ ରୂପ ଧରି ପ୍ରବେଶ କର ତୁ ନଗରୀ ନଗର ନଗର ବିହର ପ୍ରଭୁଙ୍କ କାର୍ଯ୍ୟ ସିଦ୍ଧି କର ପ୍ରଭୁର କୃପା ଲଭ ଯାରେ ସେ ଭାଗ୍ୟବାନ ଏ ସଂସାରେ ବିଷ ହୁଇ ସୁଧା ସମ ଶତ୍ରୁ ଯେ ମିତ୍ର ଆଚରଣ ଧୂଳି ସମ ଶୈଳ ସୁମେରୁ ଲଘୁତା ହୁଏ ଯେଉ ଗୁରୁ ସିନ୍ଧୁ ଗୋସ୍ପଦ ପରି ହୋଇ ଅନଳ ଶୀତଳ ହୁଇ ଅତୀବ ଲଘୁ ରୂପ ଧରି ନଗ୍ର ଭ୍ରମଇ ପ୍ରଭୁ ସ୍ମରି ମନ୍ଦିର ମନ୍ଦିର ଖୋଳଇ ଅସଂଖ୍ୟ ଅସୁର ଦେଖଇ ବାନର ଯହିଁ ତହିଁ ଦେଖେ ଅନେକ ରକ୍ଷ ଥୋକେ ଥୋକେ ରାବଣ ମନ୍ଦିରେ ପଶିଲା ରାବଣ ଶୋଇଛି ଦେଖିଲା ଅତୀବ ବିଚିତ୍ର ସେ ଶୋଭା ହୃଦୟ ମନ ନେତ୍ର ଲୋଭା ଦେଖିଲା ଯାଇ ସେ ମନ୍ଦିର ସୀତା ନାହାନ୍ତି ତା ଭିତର ତହିଁକି ପୁର ଏକ ଦେଖି କପିର ମନ ଗଲା ଲାଖି ଶ୍ରୀହରି ମନ୍ଦିର ସୁନ୍ଦର ଆଗରେ ଶୋଭା ପାଏ ତାର ରାମ ଆୟୁଧ ଅଙ୍କାପୁର ଶୋଭା ନବରଣୀ ତାହାର ତୁଳସୀ ଧାଡ଼ି ଧାଡ଼ି ସୋହେ କପିମଣିର ମନ ମୋହେ ଦେଖି ତାହାକୁ କପିମଣି ହରସ ମନେ ମନେ ଗୁଣି ଲଙ୍କା ରାକ୍ଷସ ବାସ ଭୂଇଁ ଏଠାରେ ସାଧୁ କାହିଁ ରହି ତରକ କରେ ସେ ମନର ପୁରକୁ ଦେଖି କପିଶ୍ୱର ଏକାଳେ ନିଦ୍ରା ତାତେ ଜିଲା ବିଭୀଷଣ ବୀର ଉଠିଲା ସେ ରାମ ଭକ୍ତ ଚୂଡ଼ାମଣି ରାମ ସୁମରେ ତତ୍କ୍ଷଣି ସାଧୁଙ୍କ ମଧ୍ୟେ ସେ ଅଗ୍ରଣୀ ଜାଣିନ ହର ସପାବନି ତା ସଙ୍ଗେ ହେବି ପରିଚୟ ତା କାର୍ଯ୍ୟ ନାହିଁ ଅନ୍ତରାୟ ବିପ୍ର ରୂପରେ ହନୁମାନ ହରସି ଭାସିଲା ବଚନ ଶୁଣିନ କପିର ବଚନ ବିଭୀଷଣ ଆସେ ବହନ ପ୍ରଣମୀ ଚରଣ କମଳେ ବିପ୍ରଙ୍କୁ ପୁଛିଲା ସାଦରେ କିସ ବାରତା ମୁଁ ବୁଝାଇ କେ ତୁମ ଏଠି କାହିଁ ପାଇଁ ତୁମେ ଯେ ହରିଙ୍କ ଭକତ ଦେଖି ମୋ ହୃଦ ପୁଲକିତ।
कि तुम्भे ନିଜେ ଭଗବାନ ଦୟାର ସାଗର ଶ୍ରୀରାମ। ଏ ମୋର ବହୁ ପୁଣ୍ୟ ଫଳ ପାଦ ଦେଲ ଦାସ ଦୁଆର। ଶୁଣି ବିଭୀଷଣ ବଚନ ହସି କହନ୍ତି ହନୁମାନ। ରାମଦୂତ ମୁଁ ହନୁମାନ ମୋ ପ୍ରଭୁ ରାମ ଭଗବାନ। ପୁଲକେ ଦୁହିଁଙ୍କ ହୃଦୟ ସୁମରି ରାମ ଦୟାମୟ। ହନୁକୁ ଚାହିଁ ବିଭୀଷଣ କହଇ ଭାଇ ମୋର ଶୁଣ। ରକ୍ଷ ମିଳେ ଯେ ସନେ ରହି ଲଙ୍କାପୁରରେ କଷ୍ଟ ସହି। ଦଶନ ପଙ୍କ୍ତିର ମଧ୍ୟରେ ଜିହ୍ୱାଟି ରହେ ଯେ ପ୍ରକାରେ। ତେସନେ ଏଠି ରହିଥାଏ ସର୍ବଦା ମୁହିଁ ବଡ଼ ଭଏ। ମୋହର ଭରସା ମାତର କେବଳ ପ୍ରଭୁ ରଘୁବୀର। ଏଦିନ କୁହ ନାଥ ଜାଣି କେବେ ଦୟା କରିବେ ପୁଣି। ଭକ୍ତ ରକ୍ଷଣ ଦାସରଥି ତା ବିନୁ ନାହିଁ ଅନ୍ୟ ଗତି। ମୋର ତାମସ ରଜଗୁଣ ନ କରେ ପ୍ରଭୁଙ୍କୁ ଭଜନ। ନ କରେ ସାଧୁ ଜନ ସେବା ନ କରେ ଶ୍ରୀଚରଣ ସେବା। ତୁମ୍ଭଙ୍କୁ ଦେଖି ମୋ ଭରସା ଭରିଲା ମୋ ମନରେ ଆଶା। ବିଭୁ ଦୟା ବିନା ଜଗତେ ମିଳନ୍ତି ନାହିଁ ସାଧୁ ସନ୍ତେ। ଦୟା କରିଲେ ସୀତାପତି ତୁମ୍ଭ ଦର୍ଶନେ ମନେ ଚେତି। ହନୁମାନ ହସି କହନ୍ତି ଶୁଣ ତୁମ୍ଭେ ପ୍ରଭୁଙ୍କ ରୀତି। ଦାସ ରକ୍ଷଣ ଦାସରଥି ତାଙ୍କର ସଦା ଦାସେ ପ୍ରୀତି। ମୁଁ କେଉଁ କୁଳ ଶୀଳ ଜାତ ହୀନ କପି ଚଞ୍ଚଳ ଚିତ। ପ୍ରଭାତୁ ଉଠି ଯେଉଁ ଜନ ଧରିବ ଭାଇ ମୋର ନାମ। ଦିବସ ସାରା ଜାଣ ଭାଇ ଉତ୍ତମ ଖାଦ୍ୟ ନ ମିଳଇ। ଶୁଣତୁ ଭାଇ ବିଭୀଷଣ ହେଲେ ମୁଁ ଏଡ଼େ ଅଧମ। ପ୍ରଭୁ କରନ୍ତି ମୋରେ ପ୍ରୀତି ମୁଁ ହିଁ ସେବକ ସେ ମୋ ପତି। ଗଦଗଦ ଚିତ୍ତେ କହେ ହନୁ ଲୋତକ ଝରାଇ ନୟନୁ। ୟା ଜାଣି ବାସରେ ଯେ ନର ଜୀବନେ ଲଭେ ଦୁଃଖ ଭାର। ଏମନ୍ତ କହି ହନୁମାନ ପ୍ରଭୁଙ୍କ ନାମ ଗୁଣଗ୍ରାମ। ପବିତ୍ର ମଧୁର ଶ୍ରବଣ ହୋଇଲା ହୃଦ ମନୋରମ। ଶୁଣିଣ ବିଭୀଷଣ ଜିତି କହିଲା ସକଳ ଭାରତୀ। ସେଠାରେ ଯେ ମନ୍ତେ ଅଛନ୍ତି ଶ୍ରୀରାମ ପ୍ରିୟା ସୀତା ସତୀ। ତହ ହନୁମନ୍ତ କହି ଶୁଣ ଶୁଣ ତୁ ମୋର ଭାଇ। ଜାନକୀ ମାତା ଦର୍ଶନ ମୋର ଲୋତକ ନେତ୍ର ମନ। ସର୍ବ ସମ୍ବାଦ ଶୁଣାଇଲା ବିଦାୟ ମାଗି ସେ ଚଳିଲା। ସେହି ରୂପକୁ ଧରି ନେଲା ଅଶୋକ ବନରେ ପହଞ୍ଚିଲା। ବିଜୟ ଯହିଁ ସୀତା ସତୀ ତହିଁକି ଚଳିଲା ମାରୁତି। ସୀତା ଦେଖି ମନ ମଧ୍ୟର करे प्रणाम महावीर। रात्र बीतिला एक जाम शिशपा वृक्षे हनुमान। मारुति मने मने गुणी ए निश्चय सती शिरोमणि। कृशतनुरे जटा बेणी हृदय जप रघुमणि। निज पादे नेत्र देण सतीଙ୍କ राम पदे मन। दुखिनी पराए देखिण विकल मारुतिर मन। तरुर पल्लव गहळ तहि लुचिला महावीर। मनरे मारुति भाळई एबे किस करिबा भाई। एमंत समयरे तहि मिलिला दशानन जाई। संगरे बहु साजे सज बामागणरे होई सज। आगरे बहु पटुआर ता मध्ये चाले रुक्षवर। सीताଙ୍କୁ दशानन जाई बहुत कहिला बुझाई। समदम जे भेद दंड सकले भासिला पाषाण्ड। कहई दैत्य बारे शुण सुमुखी मोहर वचन। बारे मातर चाहा कही मोठारे अन्य मना नही। मंद दरी जे राणी गण तो दासी हेबे मोर पण। तृण रक्षिण आढ़ुआळे कहती बई देहि तारे। मनरे रामचंद्र स्मरी पद कमल हृदय धरी। सोणरे दश शिर तुही संभव होई कि पारई। खद्यात किरण पाइण उल्लसिव कि पद्मवन। कहती सती विचारिण न जाणु राम बाण टाण।
ଏକାକୀ ଦେଖି ମତେ ତୁହି ରେଶଠ ଆଣିଲୁ ଚୋରାଇ। ନିର୍ଲଜ ତୁହି ରେ ଅଧମ ଅବଳା ଚୋରାଇ ତ ଟାଣ। ସୀତା ଯେ ରାମଙ୍କୁ ତପନ ଖଦ୍ୟା ତପରାଏ ରାବଣ। ଧିକାରୀ କହନ୍ତି ସେ ବାଣୀ ଶୁଣି ନ ରକ୍ଷ ଶିରୋମଣି। କ୍ରୋଧରେ ଅସି କାଢ଼ି ଆଣି କହେ ମୁଁ ପକାଇବି ହାଣି। କ୍ରୋଧିତ ହୋଇଣ ରାବଣ କହେ କଲୁ ମୋ ଅପମାନ। କଠିନ କୃପାଣ ସେ ଧରି କାଟିବି କହେ ତୋର ଶିରି। ଯେବେ ନ ହୁଅ ମୋର ବଶ ତୋ ଶିର କାଟିବି ଅବଶ୍ୟ। ଯେବେ ତୁମର କଥା ମାନ ରଖିବି ତୋହର ଜୀବନ। ଶୁଣ ମୋ ପଣ ଦୁରାଚାର ନିର୍ଲଜ ରକ୍ଷ ନାରୀ ଚୋର। ଶ୍ୟାମଳ କଞ୍ଜ ମାଳା ସମ ପ୍ରଭୁର ଦୁଇ ଭୁଜ ଜାଣ। କରିର କର ସମ ହୋଇ ଗଳେ ମୋ ପଡ଼ିବଟି ସେହି। ନଇଲେ ତୋର ସିଧାର ଶିରକୁ କାଟିବ ମୋହର। ଶ୍ରୀରାମ ବୀର ହେ ଝଟିତି କହନ୍ତି ଚାହିଁ ସୀତା ସତୀ। ରେ ଚନ୍ଦ୍ରହାସ ଶିବର ବିରହ ଦୁଃଖ ପାରିକର। ଶୀତଳ ଚନ୍ଦ୍ର ସମଧାର ଦୁଃଖ ସାଗରୁ ପାରିକର। କଣ୍ଠେ ମୋ ପଡ଼ି ଦୁଃଖ ରାଶି ହରଣ କର ଆହେ ଅସି। ସତୀ ବାଣୀ ଶୁଣି ରାବଣ ମାରିବାକୁ ଯାଏ ତତ୍କ୍ଷଣ। ମନ୍ଦ ଧରି ପ୍ରେମ ବାକ୍ୟରେ କହିଣ ପ୍ରବୋଧନ୍ତି ତାରେ। ଡକାଇ ରାକ୍ଷସୀ ସକଳ ତହୁଁ କହଇ ମୂଢ଼ଖର। ଦେଖାଇ ଜାନକୀଙ୍କୁ ଡର କରାଅ ମୋ ବଶ ସତର। 1 ମାସ ଭିତରେ ଯେବେ ବଚନ ସୀତା ନ ମାନିବେ। କହୁଛି ଧରିଣ କୃପାଣ ନିଶ୍ଚୟ କରିବି ନିଧନ। ପୁରେ ଫେରିଗଲା ରାବଣ ରହିଲେ ନିଶାଚରୀ ଗଣ। ଧରିଣ ତନୁ ରୂପ ବହୁ ସୀତାଙ୍କୁ ଡରାଇଲେ ତହୁଁ। ରାକ୍ଷସୀ ନାମରେ ତ୍ରିଜଟା ସେ ଲଙ୍କାପୁରେ ଥିଲା ଏକା। ଶ୍ରୀରାମ ଚରଣେ ଭକତି ସଦା ତାହାର ଥାଏ ମତି। ସମସ୍ତ ରାକ୍ଷସୀ ଡକାଇ ସପନ ବୃତ୍ତାନ୍ତ ସେ କହି। ସତୀ ଶିରୋମଣି କହିତ ସଦା ଲଢ଼ଇ ତାର ଚିତ୍ତ। ତ୍ରିଜଟ ବାଚ ଦେଖିଲି ମୁଁ ବାନର ଦଳ ବିନାଶୀରେ ଦାନବ କୂଳ। ସପନେ ଦେଖିଲା ବାନର ପୋଡ଼ିଲା ସେହୁ ଲଙ୍କାପୁର। ନଗ୍ନ ବେଶରେ 10 ଶିର ମୁଣ୍ଡିତ ଛିନ୍ନ ବିଂଶକର। ଦକ୍ଷିଣ ଦିଗେ ଚଢ଼ିଖର ଚଳଇ ମାରି ଦେହେ ତଳ। ବିଭୀଷଣ ଏ ରାଜେ ରାଜା ଲଙ୍କାପୁରରେ ପାଳେ ପ୍ରଜା। ସୀତାଙ୍କୁ ପ୍ରଭୁ ରଘୁବୀର ଡାକି ନିଅନ୍ତି ନିଜ ପୁର। ବିଚାରି ଏ ସପନ ମୋହି ଅନ୍ତରେ ସତ୍ୟ ଯେ ମଣଇ। ହୋଇବ ଦିନ 4 ପରେ ନିଶ୍ଚୟ ମରିବେ ଅସୁରେ। ତ୍ରିଜଟା ବାଣୀ ଶୁଣି ଗିରେ ସମସ୍ତ ଅସୁରିଏ ଡରେ। ପ୍ରଣମନ୍ତି ସେ ବାରମ୍ବାର ଜାନକୀ ସତୀଙ୍କ ପୟର। ସମସ୍ତ ରାକ୍ଷସୀ ଚଳନ୍ତି ସୀତା ଯେ ବସି ବିଚାରନ୍ତି। ମାସ ବିତି ଗଲେ ଅଧମ ରାକ୍ଷସ ନେବ ମୋ ଜୀବନ। ତ୍ରିଜଟାକୁ ବଚନ କହି ଯୋଡ଼ିଣ କର ବୈଦେହୀ। କହନ୍ତି ମାତା ବୈଦେହୀ ବିପଦେ ମୋର ସଖୀ ତୁହି। କେମନ୍ତେ ତେଜିବି ଏ ଦେହ ସଖିଲ ମତେ ବୁଦ୍ଧି କହ। ବିରହ ଦୁଃଖ ହୁତାସନ ସହିନ ହୋଇ କର ଯତନ। ଆଣିମା କାଠ ଚିତା କର ଲଗାଇ ଦିଅ ମାନଳ। ବିରହ ଦୁଃଖ ନ ସହିବି ନିଶ୍ଚୟ ଚିତାରେ ଝାସ ଦେବି। ତୋ ପ୍ରୀତି ସତ୍ୟ ମୋ ବିଚାରି ଏ ବାଣୀ ସହି ମୁଁ ନ ପାରି। ଶ୍ରବଣ ଶୂଳ ପ୍ରାୟ ସେହି ନ ପାରେ ହୃଦୟ ମୁଁ ସହି। ବାଣୀ ଶୁଣି ତ୍ରିଜଟା ବୋଲେ ପାଦେ ପ୍ରଣମି ସେ ଉତ୍ତରେ। ପ୍ରଭୁ ପ୍ରତାପ ଯଶ ଗୁଣ ବନେ ସେ ଶୁଣାଏ ଶ୍ରବଣ। ରାତ୍ରରେ ମୁଁ ଅନଳ କାହୁଁ ଆଣିବି ସୁନ୍ଦରୀ ତୁ କହୁ। ଏତେ କହିଣ ସେ ଅସୁରୀ ଚଳିଣ ଗଲା ନିଜ ପୁରୀ। ସୀତା ଯେ ବିଚାରନ୍ତି ମନ ବିହି ହୋଇଲା ସିନା ବାମ।
ଏଠାରେ ଅଗ୍ନି ନ ମିଳଇ ଦୁଃଖମ ଉପଶମ ନହି। ଏ ଆକାଶେ ପାବକ ପରି ଲକ୍ଷେ ଅଧିକ ତାରା ଜଳି। ଗୋଟିଏ ସୁଧା ନ ଆସଇ କାହିଁ ରସା ତଳ ଭୁଇଁ। ଚନ୍ଦ୍ର ନଳ ସମ ହୋଇ ଅଗ୍ନି ଧାରଣ ନତେ ଜଇ। ମୁହିଁ ଯେ ଅଭାଗିନୀ ନାରୀ ଡାକ ନ ଶୁଣେ ଶ୍ରୁତି ଡେରି। ଆହେ ଅଶୋକ ବୃକ୍ଷରାଜ ବିନୟ ମୋର ଶୁଣ ଆଜ। ଯେବେ ମୋହର ଦୁଃଖ ହର ସାର୍ଥକ ହେବ ନାମ ତୋର। ନବ ପଲ୍ଲବ ଅଗ୍ନିଶମ ଦିଅ ଜାଳି ଶରୀର ମମ। ସୀତା ନିରେଖେ କପିବର ଶ୍ରୀରାମ ବର ହେ କାତର। କଳ୍ପ ସମ ସମୟ ମଣେ ସେ କପିବର ମନେ ଗୁଣେ। କପି ହୃଦୟ ବିଚାରିଲା ରତନ ମୁଦି ପକାଇଲା। ଅଶୋକ କି ଅଗ୍ନି ପେଶିଲେ ବିଚାରି ସୀତା করে ନେଲେ। ମୁଦ୍ରିକା ଦିଶେ ମନୋହର ହୃଦୟ ଦୁଃଖ ତାପହର। ଦେଖିଲେ ସୀତା ସେ ମୁଦ୍ରିକା ହୋଇଛି ରାମ ନାମ ଅଙ୍କା। ଚକିତ ଜନକ ଦୁଲାଳି ମୁଦ୍ରିକା ଚିହ୍ନି ସତୀଶ୍ୱରୀ। ହରସ ବିଷାଦେ ଆକୁଳେ ଶିହରି ଉଠିଲେ ଅନ୍ତରେ। କେ ଅଛି ରଘୁନାଥ ଜିଣି ସଦା ଅଜୟ ରଘୁମଣି। ଏ ମୁଦ୍ରିକାକୁ କେ ମାୟାରେ କଦାପି ନାହିଁ ଗଢ଼ିପାରେ। ଏମନ୍ତେ ବହୁତ ବିଚାର କରନ୍ତି ସତୀ ସମନର। ଏକାଳେ ଭାସେ କପିବର ସୁନ୍ଦର ବଚନ ମଧୁର। ହୃଦୟ ମନ ଦେଇ ସତୀ ସାଦରେ ଅନ୍ତରେ ଶୁଣନ୍ତି। କହିଣ ଆଦ୍ୟ ପ୍ରାନ୍ତ କଥା ଗାଇଣ ମୃଦୁ ସ୍ୱରେ ଗାଥା। ସୀତା କହନ୍ତି ତା ଶୁଣିଣ ଏ କହେ କର୍ଣ୍ଣ ରସାୟନ। କହେ ଯେ ହୁ ବାଣୀ ଭାସି ବାରେ ପ୍ରକଟ ହୁଅ ଆସି। ହନୁ ପ୍ରବେଶ ସତୀ ପାଶେ ଦେଖି ହୃଦୟ ଶଙ୍କା ଆସେ। ଇଏ ତ ସାମାନ୍ୟ ବାନର ହୋଇ କି ପାରେ ସିନ୍ଧୁ ପାର। କହେ କପି ମୁଁ ରାମଦୂତ କରୁଣା ନିଧାନ ଶପଥ। ପତ ଯତନେ ରଖି ସେ ମୁଦ୍ରିକା ଆସିଛି ଲଙ୍ଘି ସିନ୍ଧୁ ଏକା। ଶ୍ରୀରାମ ଏସ ନ ସଂକେତ ପଠାଇଛନ୍ତି ମାତ ସତ। କହନ୍ତି ଜାନକୀ ସେନର କିମ୍ପା ପ୍ରୀତି କରିବା ନର। ଜାନକୀ ବଚନେ ପାବନି କହନ୍ତି କଥା ଯେ ବର୍ଣ୍ଣନି। କପିର ବାଣୀ ପ୍ରେମେ ଶୁଣି ବିଶ୍ୱାସ ହୃଦୟ ଜନନୀ। କାୟ ମନ ବାକ୍ୟରେ ତ ଦୟାନିଧିଙ୍କ ଦାସ ସତ। ଶ୍ରୀରାମ ପଦେ ଯାର ମତି ନିଶ୍ଚୟ ଲଭେ ସେ ଭକତି। ଦ୍ୱିତୀୟ ଅଧ୍ୟାୟ। ପ୍ରଭୁ ସେବକ କପି ଜାଣି ଆନନ୍ଦ ଜନକ ନନ୍ଦିନୀ। ହୃଦୟରେ ବଢ଼େ ବହୁ ପ୍ରୀତି ଶରୀର ପୁଲକିତ ଅତି। ନୟନୁ ଅଶ୍ରୁ ଜଳ ବହେ ସୀତାନନ୍ଦ କହି ନହେ। ସୀତା ଉବାଚ ବୋଲନ୍ତି ହନୁ ମୁଖ ଚାହିଁ ବିରହେ ଲୋତକ ଝରାଇ। ବୁଢ଼ୀ ମୁଁ ବିରହ ସଲିଳେ ଯାଉଥିଲି ମୁଁ ଏତେବେଳେ। ତୁମ୍ଭେ ଯେ ଜଳ ଯାନ ପରି ଏଥିରୁ କରିଅଛ ପାରି। ଏବେ କହ ତୁ ମୋ ଆଗର ଶ୍ରୀରାମ ପ୍ରଭୁଙ୍କ କୁଶଳ। ସୁଖେଛନ୍ତି ନା ପ୍ରଭୁ ମୋର ଯେ ପ୍ରଭୁ ବିଶ୍ୱ ସୁଖ ସ୍ଥଳ। ଖର ରିପୁଙ୍କ ସଙ୍ଗେ ଭ୍ରାତା କହ ତୁ ତାଙ୍କର ବାରତା। ଅଛନ୍ତି କି ନା ସେହି ଭଲେ ହୃଦୟ ହେବ ଶାନ୍ତ ଶୁଣିଲେ। ସେ ହରି ସଦା ଦୟାମୟ ଶ୍ୟାମଳ କୋମଳ ହୃଦୟ। ମୋ ପରେ ନିଷ୍ଠୁର କିମ୍ପାଇଁ ହୋଇଲେ ଦଇ ତାରି କାହିଁ। ସେବକ ସୁଖ ଦଶେ ହରି ସରଳ ସ୍ୱଭାବ ମୁରାରି। ଏ ଦାସୀକୁ କେବେ ଶ୍ରୀରାମ ହୃଦେ କି କରନ୍ତି ସ୍ମରଣ। କେବେ ଦେଖିବ ଶ୍ୟାମତନ ଶୀତଳ ହୋଇବ ନୟନ। କହରେ ପବନ ତନୟ ନେତ୍ରେ ଦେଖିବି ଦୟାମୟ। ନେତ୍ରରୁ ଲୋତକ ଝରଇ ମୁଖେ ବଚନ ନ ସ୍ଫୁରଇ। ଆହା ପ୍ରାଣନାଥ ଯେ ମୋର ମୁହିଁକି ହୋଇଲି ପାଶର। ସୀତାଙ୍କ ବିରହ କାତର ଦୁଃଖେ ଦୁଃଖିତ ମହାବୀର। ବିନୀତ କୋମଳ ବଚନ କହଇ ମାତା ମୋର ଶୁଣ।
ସୁଖରେ ଅନୁଜ ସହିତ ଅଛନ୍ତି ମୋର ପ୍ରଭୁ ମାତ। ଝୁରୁଛନ୍ତି ସେ ଦିବାରାତ୍ର ତୁମ୍ଭର ଦୁଃଖରେ ସର୍ବତ୍ର। କହଇ ଜନନୀ ଗୋ ଶୁଣ ମନରେ ଉଣା ତୁ ନ ଘେନ। ତୁମ୍ଭର ସ୍ନେହ ପ୍ରଭୁଠାରେ ତାଙ୍କର ଦ୍ୱିଗୁଣ ତୋଠାରେ। ହୃଦୟ ଧୈର୍ଯ୍ୟ ଧରିଣ ଶ୍ରୀରାମ ସନ୍ଦେଶ ମା ଶୁଣ। ଗଦ ଗଦରେ କପି କହି ନୟନ ଲୋତକ ବହି। ସୀତା ସତୀଙ୍କର ବିୟୋଗ ବିରହେ ରାମ ମହାଭାଗ। ମୋତେ ଯେ କହିଛନ୍ତି ଫେଇ ସବୁ ତ ଓଲଟା ଲାଗଇ। ନବୀନ କିଶଳୟ ଜାଣ ଲାଗଇ ମୋତେ ଦୁତାସନ। ରାତ୍ରି ଯେ କାଳ ରାତ୍ରି ସରି ଚନ୍ଦ୍ର ଲାଗନ୍ତି ସୂର୍ଯ୍ୟ ପରି। କୁମୁଦ କାନନ ତୁ ଜାଣ ଲାଗଇ କୁନ୍ତ ଗୁଚ୍ଛ ସମ। ଆକାଶ ମେଘ ବରଷଇ ତପ୍ତ ତୈଳ ସମ ସେ ହୋଇ। ଚକ୍ଷୁ ଶ୍ରବାଣୀ ଶ୍ୱାସ ସମ ଲାଗଇ ମଳୟ ପବନ। ଯେତରୁ ତଳେ ମୁଁ ବସଇ ତା ଛାଇ ଉତ୍ତପ୍ତ ଲାଗଇ। ଏ ଜଗତରେ ମୋ ରହିତେ ଜଡ଼ ଚେତନ ଥିଲେ ଯେତେ। ସେ ସମସ୍ତ ଏବେ ଦାରୁଣ ଦେଉଛନ୍ତି ଯେ ପୀଡ଼ା ଜାଣ। ଦୁଃଖ ଯେ ଅନ୍ୟ ଆଗେ କହି ଦୁଃଖ ଯେ କିଛି ଲଘୁ ହୋଇ। ମାତ୍ରକେ ବୁଝିବ ବେଦନା ଅନ୍ତର ଜଳେ ଦୁଃଖ ସିନା। ହେ ପ୍ରିୟା ତୋହର ମୋହର ବୁଝିବ ମହତ୍ଵ ପ୍ରେମର। କେବଳ ମନ ଯେ ମୋହରି ଜାଣଇ ତତ ଯେ ତାହାରି। ସେ ମନ ଏବେ ପାଇବଦ୍ଧ ତୋଠାରେ ହୋଇଛି ଆବଦ୍ଧ। ଏଥିରୁ ମୋର ପ୍ରୀତି ରସ ବୁଝି ପ୍ରିୟା ତୁ ହୋଇ ତୋଷ। ସନ୍ଦେହ ପ୍ରଭୁଙ୍କର ଶୁଣ ଆନନ୍ଦ ଜନକ ନନ୍ଦିନେ। ହୋଇଲେ ସେ ପ୍ରେମ ମଗନ ହଜିଲା ଦେହ ଆଉ ଜ୍ଞାନ। ସୀତାଙ୍କୁ କହେ କପିବର ହୃଦୟରେ ଏବେ ଧୈର୍ଯ୍ୟ ଧର। ସୁମିର ଶ୍ରୀରାମଙ୍କୁ ମାତା ସେ ଯେ ଭକତ ସୁଖଦାତା। ହୃଦୟ ପ୍ରଭୁଙ୍କୁ ସୁମର ତାଙ୍କର ପ୍ରଭୁତା ବିମଳ। ଏବେ ମୋହର ବାଣୀ ଶୁଣି ବିକଳ ନ ହୁଅ ଜନନୀ। ଶ୍ରୀରାମ ବାଣ ହୁତାସନ ରାକ୍ଷସ ପତଙ୍ଗ ସମାନ। ହୃଦ ମନରେ ଧୈର୍ଯ୍ୟ ଧର ଦୈତ୍ୟ ଯେ ଜଳିବେ ଥର। ବାରତା ଯେବେ ରଘୁନାଥ ପାଇଥାନ୍ତେ ଯେ ଯଥାର୍ଥ। କେବେ ବିଳମ୍ବ ସେ ନ କରି ଥାନ୍ତେ ପ୍ରଭୁ ନରହରି। ଉଦିତ ସୂର୍ଯ୍ୟଙ୍କ ସମାନ ଶ୍ରୀରାମ ବାଣ ବଳବାନ। ଦୈତ୍ୟଗଣ ଯେ ନିଶାସମ ଜୀବନେ ବଞ୍ଚିବେ କେଶନ। ଏବେ ମୁଁ ତୁମ୍ଭଙ୍କୁ ଜନନୀ ନେଇଯାଆନ୍ତି ସଙ୍ଗେ ଘେନି। ପ୍ରଭୁଙ୍କ ଆଜ୍ଞା ମୋତେ ନାହିଁ ହୋଇବି ତାଙ୍କ ପାଶେ ଦ୍ରୋହୀ। ମାତା ତୁ ଆଉ କିଛି ଦିନ ହୃଦୟ ଧୈର୍ଯ୍ୟ ତୁ ଘେନ। ରକ୍ଷ କପି ସେନା ସଙ୍ଗର ଏଥି ପ୍ରବେଶୀ ରଘୁବୀର। କରିବେ ରାକ୍ଷସ ବିନାଶ ରକ୍ଷିଣ ତିନି ପୁରେ ଯଶ। ତୁମ୍ଭଙ୍କୁ ଉଦ୍ଧରିବେ ମାଏ ଦେଖିବେ ସ୍ୱର୍ଗେ ଦେବତାଏ। ଆକାଶ ପୁଷ୍ପ ହେବ ବୃଷ୍ଟି ଉଶ୍ୱାସ ଲଭିବ ଏ ସୃଷ୍ଟି। ଏମନ୍ତ କପି ବାକ୍ୟ ଶୁଣି କହନ୍ତି ଜନକ ନନ୍ଦିନୀ। ରେ ପୁତ୍ର ଏବେ ତୁ ହିଁ ଶୁଣ କ୍ଷୁଦ୍ର ଯେ ତୋହରି ସମାନ। ଅଛନ୍ତି କପି ସେନାଗଣ କି କରିବେ ରୁକ୍ଷ ଭବନ। ଲଙ୍କାରେ ରାକ୍ଷସ ଯେତେକ ବଳବାନ ସେ ଏକୁ ଏକ। 60 ହାତର ପ୍ରମାଣ ସବୁରି କଳେ ବରମାନ। ସତୀ କହନ୍ତି ହନୁମାନ ପରମ ସନ୍ଦେହ ମମନ। ଶୁଣିଣ ସୀତାଙ୍କ ସନ୍ଦେହ ପ୍ରକଟ କଲା ନିଜ ଦେହ। କନକ ପର୍ବତ ପରି ଦିଶଇ ହନୁମାନ ସରି। ଯୁଦ୍ଧରେ ଏହା ବଳବନ୍ତ ଏ ମହାବୀର ହନୁମନ୍ତ। ହୋଇଲା ଭରସା ଏସନ ଦେଖିଏ ରୂପେ ହନୁମାନ। ସୀତାଙ୍କ ପଦେ ପ୍ରଣମିଲା କ୍ଷୁଦ୍ର ରୂପରେ ପ୍ରକଟିଲା। ଜଗତେ ବଳ ବୁଦ୍ଧିହୀନ ବାନର କୁଳ ସିନା ଜାଣ। ଲଭିଲେ ପ୍ରଭୁ କୃପା ଫଳ ସର୍ପ ହୁଏ ଗରୁଡ଼ କାଳ। ଯେ ରାମ କୃପା କୁଲ ଭଇ ତାହାକୁ କାଳ ଯେ ଡରଇ।
ହେମନ୍ତ କପି ବାଣୀ ଶୁଣି ହରସ ଜନକ ନନ୍ଦିନୀ ବିଶେଷ ବଳ ତେଜ ଭକ୍ତି ଦେଖି ହରସ ସୀତା ସତୀ ତୁମ୍ଭର ବଳ ବୁଦ୍ଧି ବୃଦ୍ଧି ହେଉ ସକଳ କାର୍ଯ୍ୟ ସିଦ୍ଧି ରାମ ଭକତେ ଆଶୀର୍ବାଦ ବୋଇଲେ ହୋଇ ନିର୍ବିବାଦ ହୁଅ ତୁ ଅଜର ଅମର ଗୁଣ ନିଧି ହେ ପୁତ୍ର ମୋର ଶ୍ରୀରାମ ପଦେ ସଦା ଭକ୍ତି ହେଉ ତ ସ୍ଥିର ବୁଦ୍ଧିମତୀ ସେ ପ୍ରଭୁ ସଦୟା କରିବେ ସକଳ ବିଘ୍ନକୁ ଖଣ୍ଡିବେ ଶୁଣିଣ ହେମନ୍ତ ଭାରତୀ ଆନନ୍ଦ ହୋଇଲା ମାରୁତି ପରମ ପ୍ରେମରେ ମଗନ ହୋଇଲା କେଶରୀ ନନ୍ଦନ ସୀତାଙ୍କ ପାଦେ ବାରମ୍ବାର ହନୁଜେ ଲଗାଇଲା ଶିର ମାରୁତି ଦୁଇ କର ଯୋଡ଼ି କହେ ଉତ୍ତର ପାଦେ ପଡ଼ି ହାତ ମୁଁ ହୋଇଲି ନିର୍ଭର ଜାଣ ଇଏ ସାରା ସଂସାର ମାତା ମୁଁ ହୋଇଲି ନିର୍ଭର ଜାଣ ଇଏ ସାରା ସଂସାର ତୁମ୍ଭର ଆଶୀର୍ବାଦ ସତ୍ୟ ଧନ୍ୟ ହୋଇଲି ଲଭିମାତ ମାତା ମୁଁ ବାନର ଧମ ଏଥି ବହୁତ ଫଳମାନ ଦକ୍ଷିଣ କ୍ଷୁଧାରେ ଉଦର ହେଉଛି ମୋହର ଆକୁଳ ସୀତା ଉବାଚ ସାଦରେ କପି ବାଣୀ ଶୁଣି ବୋଲନ୍ତି ସତୀ ଶିରୋମଣି ଶୁଣରେ ପୁତ୍ର ହନୁମାନ ଦେଖୁଛୁ ଏ ଯେଉଁ ବିପିନ ଅଛନ୍ତି ବହୁ ରଖୁଆଳ ସମସ୍ତେ ବପୁ ବଳଶୀଳ ଜାନକୀ କଥା ଶୁଣ ଗିର ବୋଲଇ ହନୁମନ୍ତ ବୀର କହେ ହନୁମାନ ତୁମ୍ଭର ମନ ସ୍ୱଚ୍ଛ ଥିଲେ ମାତର ତାହାଙ୍କୁ ଭୟ ନାହିଁ ମୋର ମନରୁ ଚିନ୍ତା ଦୂର କର ବାନର ବଳ ବୁଦ୍ଧି ଦେଖି ଯାଓରେ କହନ୍ତି ଜାନକୀ ରାମଚରଣେ ରଖି ମନ ଖାଓରେ ମିଠା ଫଳମାନ ସୀତାଙ୍କ ପାଦକୁ ବନ୍ଦିଣ ହନୁ ଚଳିଲା ମଧୁବନ ବୃକ୍ଷ ଉପାଡ଼ି ଭାଙ୍ଗି ଡାଳ ବାନର ଖାଏ ମିଠା ଫଳ ବହୁତ ରଖୁଆଳ ତହିଁ ଥିଲେଟି ଉପବନେ ରହି ବାନର କାହାକୁ ମାଇଲା କେହୁ ଭୁବନକୁ ଧାଇଁଲା କେ ଭଏ ଉପବନ ଭାଗେ କେହୁ କହେ ରାବଣ ଆଗେ ଭୋଦେବ କାହୁଁ କପି ଆସି ଅଶୋକ ବାଟିକାରେ ପଶି କରଇ ଦେଖ ଛାର ଖାର କାହାକୁ ନାହିଁ ତାର ଡର ବାର ତାରା ବଣ ଶୁଣିଲା ବହୁ ବିରସର ପେଶିଲା ଦେଖି ବହୁତ ସୁରବୀର ଗର୍ଜଇ ପବନ କୁମାର ସକଳ ରାକ୍ଷସ ଦେଖିଣ ମାଇଲା କପି ଗୋଡ଼ାଇଣ କେତେ ଯେ ଦର ମରା ହୋଇ କେତେକ ଗଲେ ବାର୍ତ୍ତା ନେଇ ରାବଣ ପଠାଇଲା ବୀର ତହିଁକି ଅଶୋକ କୁମାର ବହୁତ ସୈନ୍ୟ ଘେନି ସଙ୍ଗେ ଚଳଇ ସେ ଅସୁର ରଙ୍ଗେ ତାକୁ ଆସିବାର ଦେଖିଣ ଉପାଡ଼ିବ ବୃକ୍ଷମାନ ପିଟି ପିଟି ତାହାକୁ ମାରି ହନୁ କରଇ ସିଂହରଡ଼ି ମାଇଲା କାହାକୁ ମର୍ଦିଲା କାହାକୁ ଧୂଳି ସାତ କଲା ରାକ୍ଷସ କେବା ବଞ୍ଚି ପ୍ରାଣେ ଜାଇଣ କହଇ ରାବଣେ ଭୋଦେବ ଏ ମର୍କଟ ବଳି ମାରିବ ସମସ୍ତଙ୍କୁ ଧରି ପୁତ୍ରର ବଧ ଶୁଣି ଗିର ଅତି କ୍ରୋଧରେ ଦଶ ଶିର ପଠାଏ ମେଘ ନାଦ ବୀର ବୀରଙ୍କ ମଧ୍ୟେ ବୀରବର ପଠାଇ ସୁତେ କହେ ବାଣୀ ନ ମାରି ବାନ୍ଧି ଆସ ଘେନି ଦେଖିବା ମର୍କଟ ସାହସ କାହୁଁ ଆସିଛି କେତାଇଶ ଚଳଇ ବୀର ଇନ୍ଦ୍ରଜିତ ସେ ବୀର ଯୋଦ୍ଧା ଅତୁଳିତ ଶୁଣି ତାହାର ଭାତୃବଧ ମନରେ ଭରି ବହୁ କ୍ରୋଧ ଆସଇ ଦେଖିଲା ବାନର ବହୁତ ଦାରୁଣ ଏ ବୀର ରାବ ଯେ କିଳି କିଳା କରି ହନୁ ଧାଇଁଲା ଗଦା ଧରି ବିଶାଳ ତରୁ ପାଡ଼ିଲା ମେଘନାଦ ପରେ ଫିଙ୍ଗିଲା ଭାଙ୍ଗିଲା ଇନ୍ଦ୍ରଜିତ ରଥ ଫିଙ୍ଗିଲା ଦୂରକୁ ତୁରନ୍ତ ତା ସଙ୍ଗେ ଥିଲେ ଯେତେ ବୀର ଶୋକରେ ମର୍ଦିଲା ବାନର ତାହାଙ୍କୁ ମର୍ଦି ନିଜ ଅଙ୍ଗେ
ଯୁଝ ଇନ୍ଦ୍ରଜିତ ସଙ୍ଗେ ସତେକି ଗଜରାଜ ଦୁଇ ରଣ ରଙ୍ଗରେ ମତ ହୋଇ ମୁଠାଏ ମାରିଣ ତାହାକୁ ଚଢ଼ିଗଲା ହନୁ ଗଛକୁ। ଦୈତ୍ୟ ଯେ କ୍ଷଣେ ମୂର୍ଚ୍ଛା ଗଲା ଉଠିଣ ମାୟା ରମ୍ଭିଲା ବହୁ ମାୟାରେ ଦୁରାଚାର ଜିଣି ନହିଲା କପିବର। ବ୍ରହ୍ମଅସ୍ତ୍ର ସେ ସନ୍ଧାନିଲା ଦେଖିଣ କପି ବିଚାରିଲା ମୁଁ ଯେବେ ହି ବ୍ରହ୍ମସ୍ୱର ନ ରଖେ ମର୍ଯ୍ୟାଦା ତାହାର। ତାହାର ମହିମା ଅପାର ନାଶ ହେବ କରେ ବିଚାର। ଦୈତ୍ୟ ଯେ ବ୍ରହ୍ମସ୍ୱର ମାରି ବାନ୍ଧଇ ହନୁମାନେ ଧରି ପଡ଼ୁ ପଡ଼ୁ ସେ ହନୁମାନ ମାରେ ବହୁ ଅସୁର ସୈନ୍ୟ। ବୁଝିଲା ଯେବେ ସେହି ଦୈତ୍ୟ କପି ହୋଇଲାଣି ମୂର୍ଚ୍ଛିତ ବାନ୍ଧି ତାହାକୁ ନାଗ ଫାସେ ନେଇଣ ଗଲା ପିତା ପାଶେ। ଶିବ କହନ୍ତି ଉମା ଶୁଣ ସୁମରିବାରେ ଯାର ନାମ ଏ ଭବ ବନ୍ଧନ କାଟନ୍ତି ସୁଜ୍ଞାନର ସେ ସନ୍ଥ ଜ୍ଞାନୀ। ବନ୍ଧନେ ପଡ଼ି ତାଙ୍କ ଦୂତ ବସ କି ହେବ ହନୁମନ୍ତ ପ୍ରଭୁର କାର୍ଯ୍ୟ ଲାଗି ବସ ହୋଇ ଶହେ କପି କଳେଶ। ବନ୍ଧା ହୋଇଲା ହନୁମାନ ଶୁଣି ଧାଇଁଲେ ରୁକ୍ଷ ଗଣ କୌତୁକ ପାଇଁ ତାକୁ ନେଲେ ସଭାପୁରରେ ଉଭା କଲେ। ରାବଣ ଶୋଭାକୁ ନୟନେ ଦକ୍ଷିଣ ଆଚମ୍ବିତ ମନେ ଦକ୍ଷିଣ ରାବଣ ପ୍ରଭୁତ ଆଶ୍ଚର୍ଯ୍ୟ ହୋଇ ବାୟୁସୁତ। ସମସ୍ତ ସୁର ଦିଗପାଳ ଭୟ ଅଛନ୍ତି ଯୋଡ଼ିକର ଚାହାନ୍ତି ଭ୍ରୁକୁଟିକୁ ତାର ସମସ୍ତେ ହୋଇଣ ଆକୁଳ। ଏମନ୍ତ ପ୍ରତାପ ଦେଖିଣ କେବେ ନ ଡରେ ହନୁମାନ ଗରୁଡ଼ ପକ୍ଷୀ ଡରଇକି ଅହିର ଆଡ଼ମ୍ବର ଦେଖି। ରାବଣ କପି କିୟ ନାହିଁ କଟୁବାଣୀ ସେ କ୍ରୋଧେ କହି ସୁମରି ପୁତ୍ର ମୃତ୍ୟୁ ତାର ହୃଦେ କାନ୍ଦେ ହୋଇ ବିକଳ। ରାବଣ କହେ କ୍ରୋଧ ଭରେ କାହିଁର ବାନର ତୁଆରେ କାହାର ବଳେ ଛାର ଖାର କଲୁ ମଧୁବନ ବାନର। କେବେ କି କାନେ ନାହୁଁ ଶୁଣି ମୋ କଥା ଶଠ ଶିରୋମଣି ରେ ଶଠ ଶୁଣି ମୋର କଥା ହୃଦେ ତ ନାହିଁ ଭୟ ବ୍ୟଥା। କେଉଁ ଅପରାଧରେ ତୁହି ମାଇଲୁ ଅସୁର ଗଡ଼ାଇ ନାହିଁ କିଆରେ ଶଠ ତୋର ଜୀବନରେ କାହାକୁ ଡର। ଏମନ୍ତ ଶୁଣି ହନୁମାନ କହେ ଶୁଣ ଶଠ ରାବଣ ଯାହାର ଆଜ୍ଞା ମାନି ମାୟା ରଚଇ ସଂସାରର କାୟା। ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର ପାଳନ କରି ଆଜ୍ଞା ଯାର ସୃଷ୍ଟିକୁ କରନ୍ତି ପାଳନ କରନ୍ତି ସଂହାର ରକ୍ଷଣ। ଯାର ଆଜ୍ଞାରେ ଅହିପତି ଧରାକୁ ମସ୍ତକେ ଧରନ୍ତି ସୁର ସନ୍ଥ ତାରଣ ପାଇଁ ଯେ ଦେହ ବହୁତ ଧରଇ ତପରି ମୂର୍ଖେ ଶିକ୍ଷା ଦେଇ ସଂସାରେ ଧର୍ମକୁ ସ୍ଥାପଇ କଠିନ ଶଙ୍କର କୋଦଣ୍ଡ ଯେ ପ୍ରଭୁ କରିଥିଲେ ଖଣ୍ଡ। ତୋପରି ଲକ୍ଷ ଲକ୍ଷ ରାଜା ଫେରିଲେ ପାଇ ଯହୁଁ ଲଜ୍ଜା ତ୍ରିଶିରା ଦୂଷଣ ଯେ ଖର ନାସିଲେ ବାଳି ଆଦି ବୀର। ପାବକ ମାତ୍ର ଲେଶ ପାଇ କିଣିଲୁ ବ୍ରହ୍ମାଣ୍ଡକୁ ତୁହି ଯା ନାରୀ କରିଛୁ ହରଣ ତାଙ୍କ ଦୂତ ମୁଁ ହନୁମାନ। ବଳ କଥା ମୁଁ ସବୁ ତୋର ଜାଣଇ ମୂରୁଖ ପାମର ସହସ୍ର ବାହୁ ତୁଲେ ତୁହି ସମର କରିଥିଲୁ ଯାଇ ବାଳିର ତୁଲେ ଯୁଦ୍ଧ କରି ଲଭିଲୁ ଯଶ କେତେ ହାରି। ଏମନ୍ତ ଶୁଣି ଦଶ ଶିରି ଉଠଇ ଅଟହାସ କରି ରାବଣେ କହେ କପିବର କ୍ଷୁଧାରେ ଖାଇଲି ମୋ ଫଳ ସ୍ୱଭାବେ ମୁଁ ଅଟେ ବାନର ତାଡ଼ିଲି ବୃକ୍ଷକୁ ସକଳ। ଦେହ ସବୁରି ଅଟେ ପ୍ରିୟ ହେ ରାଜା ଅନ୍ୟ କିଛି ନୁହଁ ତ ମନ୍ଦ ବୁଦ୍ଧି ଦୈତ୍ୟଗଣ ମୋତେ ମାଇଲେ କି କାରଣ। ଯେଉଁ ଦୈତ୍ୟ ମୋତେ ମାରଇ ମୁଁ ତାକୁ ମାଇଲି ଗୋଡ଼ାଇ ତହୁଁ ବାନ୍ଧିଣ ଇନ୍ଦ୍ରଜିତ ମୋତେ ଆଣିଛି ତବ ସୁତ। ବାନ୍ଧିଲା ବୋଲି ନାହିଁ ଲାଜ ମୁହର୍ଷ ହେବ ପ୍ରଭୁ କାର୍ଯ୍ୟ।
कर जोड़ुछि मु रावण करई बिनती मघेन मोर शिक्षा कथा जेबारे शुण तु दैत्य पति थरे गौरव तेज निज कूल पद्धति कर तु विचार भ्रम को एड़ी तु ही भज दुख हारी पद सरोज काल नाशई चराचर से मध्य नाशे सुरासुर से काल प्रभु को डरई भय जे थर हर होई से प्रभु तुले तु रावण न कर शत्रु आचरण रावण मोर बोल कर सीता समर्पी से पयर प्रणत पाळ कृपा सिंधु खरारी रघुकुल इंदु रखिबे पशिरे शरण पाशरी तो प्राध जान श्रीराम चरण पंकज हृदय धरी नित्य भज लंकारे अचल राजुति भोग कर तु लंकापति जस पुलस्त्य ऋषिंकर अटई चारु शशधर पवित्र वंश जस गुण नहुओ कलंक रावण राम नाम बिनाए बाणी श्रुति मधुर कंठ पुणे बारे तु घेन म वचन श्रीराम पदे दिय मन काम मद मोह कु तेज श्रीराम नाम तु ही भज पिंधिण सबु अलंकार न पिंधिब सन सुंदर दिशे कि सुंदरी नागरी कहता सभा तु सुरारी जे जन श्रीराम विमुख प्रभुता संपत्ति जे सुख थिले न थिला तार सरी ख्याति मिलिले दुख परी जल नाही जे तट नीर वर्षांते शुष्क रहे चिर प्रतिज्ञा करी हनुमान कहई शुण तु रावण श्रीराम विमुख जनर रखंता नाही ए संसार आरे पामर रामद्रोही तोते न रखी बेटी केही सहस्र विधाता शंकर विष्णु न रखिबे पामर तेज तो अभिमान मद अंते सदा से दुख प्रद कृपा सिंधु प्रभु श्रीराम भज सदा तांक चरण बुझाई कहिले पावनी बहुत हित कर बाणी विवेक भक्त युक्त भाषा पुणी कीरति न्याय मिशा हसी अभिमानी रावण उत्तरे कहे से अधम बानर बड़ ज्ञानी तुही मोहर गुरु प्राय कही रेखड़ कपि मृत्यु तोर हेलाणी निकट पामर अधम मर्कटटा होई मोते बुद्धि शिखाई तुही ता शुणी कहे हनुमान तू निश्चय मरिबु रावण तो मते भ्रम होइलाणी कथा तो जना पड़िलाणी कपिर एही बाणी शुणी अति क्रोधरे विंश पाणी क्रोधरे होई जर जर कहई त्वरित संहार रावण वचन शुणिण मारी गड़ाती दैत्यगण विभीषण मंत्री सहित एकाले हुए उपस्थित पादरे पड़ी जणाइला बहुत विनती से कला दूत को माइले हे प्रभु नाश होइब नीति सबु विचारी अन्य दंडताकू दियंतु किछि कपिकू भल बुद्धि विभीषण सकले कहिले प्रमाण रावण कहे हसी करी पठाओ अंग भंग करी लांगुड़ा प्रिय मकटर बुझाई कहई सकल कना बांधिण ढाली तैल समस्ते लगाओ नल बानर पुछ हीन होई अतिष्ठ होई फेरी बई निज प्रभु संगे बानर नैण आसीब मुकर जाहार बल जस गुण एते कवि करे वर्णन से प्रभु केते जे प्रतापी देखिबा जार दूत कपि तार वचन शुणी करने कपि हसई मने मने बाग्देवी साहा हेले मोर मनरे भासे कपिवर राक्षस रावण आज्ञारे जत्ने लागिले धातिकारे कपि जे लांगुड़ बढ़ाई
ନଗର ଖେଳାଏ ବୁଲାଇ। ନଗରେ ଥିଲା ଯେତେ ବସ୍ତ୍ର ଅଣ୍ଟଇ ନାହିଁ ତୈଳ ଘୃତ। କୌତୁକ ଦେଖିବାକୁ ଠୁଳ ହୋଇଲେ ସର୍ବରକ୍ଷକୁଳ। ପାବନି ଲାତ ମାରୁଥାନ୍ତି ସମସ୍ତେ ହସି ଦେଉଥାନ୍ତି। ଢୋଲ ବଜାଇ ସକଳେ ବୁଲାନ୍ତି ନଗରେ ନଗରେ। ସମସ୍ତେ ଦେଇ କରତାଳି ପୁଛରେ ଅଗ୍ନି ଦେଲେ ଜାଳି। ଜଳଇ ଅଗ୍ନି ଦେଖି ବୀର ଲଘୁରୂପ ହେଲା ବାନର। ଡେଇଁ ଚଢ଼ିଲା ଖରତରେ କନକ ଅଟାଳି ଉପରେ। ଦେଖି କପି ଅଟାଳି ପରେ ରାକ୍ଷସଙ୍କର ହୃଦ ଥରେ। ସେ କାଳେ ବାୟୁ ଅଣଚାଷେ ବହିଲା ବିଧାତା ଦେଶେ। କପିବ ପୁଚୁମ୍ବେ ଆକାଶ ଗର୍ଜଇ କରି ଅଟ୍ଟହାସ। ପର୍ବତ ସମ ଦେହ ତାର ଲାଗଇ ହାଲୁକା କପିର। ମନ୍ଦିରୁ ମନ୍ଦିର ସେ ଡେଇଁ ବିନା ସଂକୋଚେ ସେ ବୁଲଇ। ଜଳିଲା ଲଙ୍କାର ନଗର ଲୋକେ ହୋଇଲେ କଲବଲ। ଛାତି ମୁଣ୍ଡ ପୋଡ଼ି ସକଳ ବହୁମନ୍ତେ ହୋଇ ବିକଳ। ବାପା ମା ଡାକନ୍ତି କାତରେ ବଞ୍ଚାଇବ କେ ବିପଦରେ। ମୁହିଁ ଯେ ଆଗୁ କହିଥିଲି ନୁହେଟିଏ ବାନର ବୋଲି। ଏକେହୁ ଦେବତା ପ୍ରବର ନିଶ୍ଚୟ ରୂପେ କପିବର। ସାଧୁ ଅବଜ୍ଞା କଲେ ଜାଣ ଫଳଇ ଫଳଟିଏ ସନ। ନଗର ହୋଇ ହତଶିରି ଜଳଇ ସେ ଅନାଥ ପରି। ଏକଇ ନିମିଷେ ଜଳିଲା ଲଙ୍କା କଟକ ଭସ୍ମ ହେଲା। ବିଭୀଷଣର ଘର ଏକା ସେଥିରୁ ପାଇଗଲା ରକ୍ଷା। ଶିବ କହନ୍ତି ଉମା ଶୁଣ ଯାହାଙ୍କ ଭକ୍ତ ବିଭୀଷଣ। ସୃଜନ୍ତି ଅଗ୍ନି ସେହି ଯେଣୁ ରକ୍ଷା ହୋଇଲା ତାର ତେଣୁ। ଓଲଟି ପାଲଟି ନଗର ଜାଳି ସିନ୍ଧୁରେ ଡିଏଁ ବୀର। ପୁଛ ବୁଝାଇ ଶ୍ରମ ହରି ପୁଣି ଲଘୁରୂପକୁ ଧରି। ଜନକ ସୁତାଙ୍କ ଛାମୁର ଉଭା ହୋଇଲା ଯୋଡ଼ିକର। ଦିଅ ମାତା କିଛି ସଂକେତ ଦେଇନଥିଲେ ଜେନେନାଥ। ମଥାମଣି ତହୁଁ କାଢ଼ିଲେ ହନୁକୁ ସତୀ ସମର୍ପିଲେ। ଅତିହର ସେ କପି କରେ ତାହାକୁ ଧଇଲା ଆଦରେ। କହିବୁ ପୁତ୍ର ହନୁମାନ ମୋହର ସାଷ୍ଟାଙ୍ଗ ପ୍ରଣାମ। ତୁମ୍ଭେ ଯେ ଦୟାର ସାଗର ମୋ ମନସ୍କାମ ପୂର୍ଣ୍ଣ କର। ଯଶ ରକ୍ଷକ ଦୀନ ବନ୍ଧୁ ଆରତ ହାରି କୃପା ସିନ୍ଧୁ। ସକଟ ମୋର ବେଳୁ ବେଳ ଭାରି ହୋଇଲା ନାଥ ହର। ଇନ୍ଦ୍ର ତନୟ କଥା ତୁହି ପୁତ୍ର ତୁ କହିବୁ ଚେତାଇ। ପ୍ରଭୁଙ୍କର ପ୍ରତାପ ବାଣୀ ବୁଝାଇ କହିବୁ ପାବନି। ଏକ ମାସ ମଧ୍ୟରେ ଯେବେ ପ୍ରଭୁ ଏଠାକୁ ନ ଆସିବେ। ଶୁଣ ଜୀବନ ମୋର କପି ଆଉ ନଥିବ ଟିକଦାପି। କେମନ୍ତେ ରଖିବି ଜୀବନ କହ ବିଚାରି ହନୁମାନ। ତତେ ଦେଖିଣ କପିବର ଶାନ୍ତ ହୋଇଲା ଛାତି ମୋର। ଏବେଠୁ ପୁଣି ସେହି ଦଶା ସେହି ଦିନ ସେହି ମନୀଷା। ସୀତାଙ୍କୁ ବୀର ହନୁମାନ ବହୁ ମନ୍ତରେ ପ୍ରବୋଧିଣ। ଚରଣେ ନତ କରି ଶିର ଲେଉଟିଲା ସେ ମହାବୀର। ତୃତୀୟ ଅଧ୍ୟାୟ। ଫେରିବା ବେଳେ କପିବର ଗର୍ଜିଲା ସିଂହ ନାଦେ ବୀର। ସେନାଦ ଦୈତ ବାମଗଣ ଶୁଣି ଗର୍ଭ ସ୍ରବିଲେ ପୁଣ। ଲଙ୍ଘିଣ ସମୁଦ୍ର ହୋଇଲା ହନୁମାନ କୂଳେ ମିଳିଲା। କିଳି କିଳା ଶବ୍ଦରେ ପୁଣି କମ୍ପାଇ ଦିଏ ସେ ଧରଣୀ। ହରଷି ସରବେ ଚାହିଁଲେ ଆସେ ହନୁମାନ ଦେଖିଲେ। ସର୍ବ କପି ଆନନ୍ଦ ହେଲେ କି ନୂଆ ଜୀବନ ଲଭିଲେ। ହନୁର ମୁଖ ଯେ ପ୍ରସନ୍ନ ଦେହେ ଅପୂର୍ବ ଦୀପ୍ତିମାନ। ଜାଣିଲେ ଆସିଛି ସେ କରି ଶ୍ରୀରାମ କାର୍ଯ୍ୟ ସିଦ୍ଧି କରି। ସରବେ ତାକୁ ଘେରି ଗଲେ ସମସ୍ତ କପି ହର୍ଷ ଭରେ। ଯେପରି ଛଟପଟ ମୀନ ଯଥା କାଳେ ଲଭି ଜୀବନ। ବାନର ଚଳିଲେ ସକଳେ ପଚାରି ପଚାରି ମାର୍ଗରେ।
ପଚାରି ବୁଝନ୍ତି ସନ୍ଦେଶ ପ୍ରବେଶ ରଘୁପତି ପାଶ। ପ୍ରବେଶୀ ମଧୁବନେ ଯାଇ ଆରମ୍ଭ କଲେ ଗୋଳ ସେହି ଅଙ୍ଗଦ ସଙ୍ଗତେ ମିଳିଣ ଖାଆନ୍ତି ତୋଳି ଫଳମାନ ମଧୁବନରେ ଜଗୁଆଳେ। ବିରୋଧ କରନ୍ତି କାନରେ କପିଏ ମୁଥ ଯେ ମାରନ୍ତି ନିର୍ବୋଧ ସଭଏ ପଳାନ୍ତି। ସୁଗ୍ରୀବେ ଯାଇ ଜଣାଇଲେ ଯୁବରାଜ ଯେ କପି ତୁଲେ ଛାର ଖାର ପବନକୁ କରନ୍ତି ନ ମାନି କାହାକୁ। ଏମନ୍ତ ସୁଗ୍ରୀବ ଯେ ଶୁଣି ହରସ ମନେ ମନେ ଗୁଣି ପ୍ରଭୁର କାର୍ଯ୍ୟ ସିଦ୍ଧ କରି ଆସିଲେ ଗୋ ବାନର ଫେରି। ଯଦି ସେ ସୀତା ସମାଚାର ନ ପାଇଥାନ୍ତେ ବାନର କେଉଁ ସାହସେ ମଧୁବନେ ଫଳ ଖାଇଥାନ୍ତେ ସେମାନେ। ହେମନ୍ତ ବିଚାର ବୀର ପ୍ରବେଶିଲେ ସର୍ବ ବାନର ସୁଗ୍ରୀବ ପଦ ଧୂଳି ଶିରେ ସର୍ବ ବାନର ଲଗାଇଲେ। ରାଜା ଅତି ଆନନ୍ଦ ମନ କରିଲେ ତାଙ୍କୁ ଆଲିଙ୍ଗନ ଯେତେ କୁଶଳ ବାର୍ତ୍ତା ସର୍ବ ବୋଲିଣ ପୁଛନ୍ତି ସୁଗ୍ରୀବ। ଏ କାର୍ଯ୍ୟ ରାମ କୃପା ବଳେ ସିଦ୍ଧ ହେଲା ଦେବ ସକଳେ। ଏ କାର୍ଯ୍ୟ ସିଦ୍ଧ କଲା ହନୁ ବଞ୍ଚାଇଲା ଆମ୍ଭ ଜୀବନ। ଶୁଣିଣ ସୁଗ୍ରୀବ ହେମନ୍ତ ହନୁକୁ କଲା କଳାଗ୍ରତ ହନୁର ତୁଲେ ସଙ୍ଗ ହୋଇ ରାମଙ୍କ ପାଶେ ସେ ଚଳଇ। ଆସିବା ଦେଖି ହନୁମାନ ଆନନ୍ଦ ହେଲେ ରଘୁରାଣ କାର୍ଯ୍ୟ ସିଦ୍ଧି ହୋଇଲା ଜାଣି ଶିଳା ଉପରେ ରଘୁମଣି। ବିଜୟ କଲେ ଦୁଇ ଭାଇ କପିଏ ପ୍ରଣମନ୍ତି ଯାଇ କପିଙ୍କୁ ଅତି ପ୍ରେମାଦର କରନ୍ତି କରୁଣା ସାଗର। ପୁଛନ୍ତି କୁଶଳ ବୋଲିଣ କୁଶଳ ଦେଖି ଶ୍ରୀଚରଣ କହନ୍ତି ଜାମ୍ବବନ୍ତ ବୀର ଶୁଣନ୍ତୁ ପ୍ରଭୁ ରଘୁବୀର। ତୁମ୍ଭର ଦୟା ବଳେ ପ୍ରଭୁ କାର୍ଯ୍ୟ ହୋଇଲା ସିଦ୍ଧି ସବୁ ଆମ୍ଭ ଜନ୍ମ ସଫଳ ହେଲା ତୁମ୍ଭର କୃପା ଲାଭ ହେଲା। ପବନ ସୁତ ହନୁମାନ ନାଥ କରିଲା ଯେ ସାଧନ ଏହି ସୁଖେ ପ୍ରଭୁ କେଶନ ମୁହିଁ ଯେ କରିବି ବର୍ଣ୍ଣନ। ପବନ ସୁତ ଏ ପବିତ୍ର ବିସ୍ତାରୀ ଅଛନ୍ତି ଚରିତ ଜାମ୍ବବନ୍ତଙ୍କର କରଣୀ ଶୁଣିଲେ ଶ୍ରୀକ ଦଣ୍ଡ ପାଣି। ଉଠିଣ ପ୍ରଭୁ ହୃଦେ ତାକୁ ଧଇଲେ କୁଣ୍ଢାଇ ହନୁକୁ ବଳଶୀଳତା ଗଲା ଛାଇ ପ୍ରଭୁଙ୍କୁ ରହିଲା ନାହିଁ। କହ ବୁଝାଇ ବାୟୁସୁତ ବୈଦେହୀ ଅଛନ୍ତି କେମନ୍ତ କେମନ୍ତ ଜୀବନ ଧାରଣ କରିଛି କହ ହନୁମାନ। ଶ୍ରୀ ରଘୁନାଥ ବାଣୀ ଶୁଣି ହନୁକ ହୋଇ ଯୋଡ଼ି ପାଣି ଦିବାର ଜନି ତୁମ୍ଭ ନାମ ପ୍ରହରା ଦିଅ ଇଟି ପୁଣ। ତୁମ୍ଭ ଧ୍ୟାନ କବାଟ ପ୍ରାୟ କିଳି ଅଛନ୍ତି ସେ ହୃଦୟ ଚାବି ପ୍ରାୟ ଦେଇ ନିଜର ଚରଣ ଲୋଚନ ଯୁଗଳ। କେଉଁ ବାଟରେ ପଞ୍ଚ ପ୍ରାଣ ପଳାଇ ପାରିବ ପବନ ଆସିବା କାଳରେ ସେ ମୋତେ ବୁଝାଇ କହିଥିଲେ କେତେ। ଜୟନ୍ତ କାକ ଉପାଖ୍ୟାନ ଚେତାଇ କହିବାକୁ ପୁଣ ମଥାମଣିକୁ କାଢ଼ି ମୋତେ ସମର୍ପିଲେ ମା ତମ ହାତେ। ଶୁଣିଣ ପ୍ରଭୁ ମଥାମଣି ଲଗାନ୍ତି ଭରେ ରଘୁମଣି ଲୋତକ ଭରେ ଦୁଇ ନେତ୍ରେ କହିଛି ସୀତା ବାଣୀ ଯେତେ। ହେ ଦିନ ବନ୍ଧୁ ଆର୍ତ୍ତହର ପ୍ରଣତି ମୋର ଘେନା କର ଅନୁଜ ଲକ୍ଷ୍ମଣ ସହିତେ ଚିନ୍ତଇ ସଦା ମୋହି ଚିତେ। ମନ କର୍ମ ବଚନେ ମୋହି ସର୍ବଦା ଅନୁଗତ ରହି କି ଅପରାଧ ମୋ ଦେଖିଲ ମୋତେ ରଘୁନାଥ ତେଜିଲ। ଏକମାତର ଅବଗୁଣ ଯାହା ଅଛି ମୋହର ଶୁଣ ତୁମ୍ଭର ବୀର ହେ ଶରୀର ନ ତୁଟଏ ଯାହା ମୋହର। ମୋହର ଦୋଷୀ ସିନା ମାତ୍ର
ଅଟଇ ଯୋଡ଼ା ଦୁଇ ନେତ୍ର ତୁମ୍ଭର ଦର୍ଶନ ଆସେ ମରଣ ମୋ ଦେହ ନ ଗ୍ରାସେ ନ ତୁଟି ତୁମ୍ଭ ବିରହରେ ଏତନୁ ଯାଆନ୍ତା ଅନଳେ ନିଶ୍ୱାସ ପବନରେ ଜଳି ଯାଆନ୍ତା ତନୁ ତୁଳା ପରି ଦର୍ଶନ ଲୋଭରେ ମାତ୍ର ଅଧମ ଏହି ଦୁଇ ନେତ୍ର ବଞ୍ଚିବା ଆଶାରେ ଜୀବନ ସିଞ୍ଚଇ ସେ ହଉ ଘନ ଘନ ବିରହ ନଳକୁ ସେହି ଲିଭାଇ ବଞ୍ଚାଇ ରଖଇ ମାତା ବିପତ୍ତି ବହୁ ଘୋର ସେ ଦୁଃଖ ନବ ନିବାସାର ହେ ପ୍ରଭୁ ନିମିଷ ପ୍ରତ୍ୟେକ କଳପ ସମବିତେ ତାଙ୍କ ଖଳ ବଳ ଜିଣୀଣ ନାଥ ଉଦ୍ଧର ସୀତାଙ୍କୁ ତୁରିତ ଦୁଃଖ ଶୁଣି ସୁଖ ସାଗର ନେତ୍ରୁ ଝରାଇ ଅଶ୍ରୁ ଜଳ କାୟ ମନ ବାକ୍ୟରେ ଯେହି ମୋର ଚରଣ ସେ ନିଅଇ ସ୍ୱପ୍ନେ କି ଦୁଃଖ ପଡ଼େ ତାଙ୍କୁ ଯେ ନିତ୍ୟ ଧରେ ମୋ ନାମକୁ ଏମନ୍ତ ପ୍ରଭୁଙ୍କ ବଚନ ଶୁଣି ବୋଲଇ ହନୁମାନ ତୁମ୍ଭର ନାମ ସୁମରଣ ଯେ ନିତ୍ୟ ନ କରେ ଭଜନ କିପରି ତାହାଙ୍କୁ ଗୋସାଇଁ ବୋଲିବା ସଂସାରରେ ସେହି ଏକି ବିପତ୍ତି ବଡ଼ କଥା ଦୈତ୍ୟ ନାଶିଣ ହର ବ୍ୟଥା ହନୁକୁ ଚାହିଁ ରଘୁବୀର ତୋ ପରି ଉପକାରୀ ମୋର ସୁର ମନୁଷ୍ୟ ମୁନି କେହି ସଂସାର ମଧ୍ୟରେ ଯେ ନାହିଁ କିଏ ବା ପ୍ରତି ଉପକାର କରିପାରିବି ମୁହିଁ ତୋର ତୋହର ସନ ମୁଖେ ମୋର ମନ ହୁଇ ଲାଜ ଭର ଶୁଣ ହନୁ ତୋହର ରଣ ଶୁଝି ନ ପାରିବ ଏ ଜନ୍ମ ହନୁମାନଙ୍କୁ ପୁନ ପୁନ ଚାହାନ୍ତି ରାଜୀବ ଲୋଚନ ଶରୀର ପୁଲକ ଉଠଇ ନେତ୍ରରୁ ଅଶ୍ରୁ ଝରୁଥାଇ ଶୁଣିଣ ପ୍ରଭୁଙ୍କ ବଚନ ଶ୍ରୀମୁଖ ଦେଖି ହନୁମାନ ହନୁର ଅନ୍ତରେ ହରସ କହିଣ ତ୍ରାହି ଜଗଦୀଶ ଲୋଟଇ ଦୁଇ ପାଦ ଧରି ପ୍ରେମାକୁଳରେ ହୃଦ ଭରି କପିକୁ ଉଠାନ୍ତି ସାଦରେ କପି ନ ଉଠେ ଭାବ ଭରେ ପ୍ରଭୁ ଶ୍ରୀରାମ କଞ୍ଜ କରେ ତାହାର ଶିରେ ପରଶିଲେ କହୁ କହୁ କଥା ତାଙ୍କର ମୁଁ ବୋଧ ଶିବଙ୍କ ଅନ୍ତର ପୁଣି ମନକୁ ସାବଧାନ କରିଣ ମଉଳି ମଣ୍ଡନ ଆରମ୍ଭ କଲେ ଦିଗମ୍ବର ସୁପୁଣ୍ୟ ସମ୍ବାଦ ସୁନ୍ଦର ଭୂମିରୁ କପିକୁ ଉଠାଇ ଉରରେ ଲଗାଇଲେ ନେଇ କର ଧରିଣ ପାଶେ ତାକୁ ଧୀରେ ବସାଇଲେ କପିକୁ କହରେ କପି ରାବଣର ଶୋଷ ରକ୍ଷିତ ଲଙ୍କାପୁର ଜାଣିଣ ପୋଡ଼ି ଲୋକେ ମନ୍ତ ଦୁର୍ଗ ଯେ ଦୁର୍ଗମ ମହତ ପ୍ରଭୁଙ୍କ ପ୍ରସନ୍ନ ଜାଣିଣ ବୋଲଇ ବୀର ହନୁମାନ ତେଜିଣ ଅଭିମାନ ଗର୍ବ କହି ବଚନ ସେ ଧ୍ରୁବ ବାନରଙ୍କର ବାହାଦୁରୀ ସଂସାରେ ଜାଣନ୍ତି ସବୁରି ଏ ଡାଳ ସେ ଡାଳକୁ ଡେଇଁ କୁଦା ମାରିଣ ବୁଲେ ସେହି ସିନ୍ଧୁକୁ ଲଙ୍ଘି ମୁଁ ମାତର ଗଲିଟି ଯାହା ଲଙ୍କାପୁର ଭାଙ୍ଗିଣ ଯାହା ମଧୁବନ ମାଇଲି ମୁଁ ଅସୁରଗଣ ଏସବୁ ନୁହେଁ ମୋର ବଳ ପ୍ରଭୁଙ୍କ ପ୍ରତାପର ଫଳ ତୁ ଦୟା କଲୁ ଯାହାଠାରେ ଅଗମ୍ୟ କିସ ଅଛି ତାରେ ମୋର ପ୍ରତାପ ନଳ ତୋଳା ଜାଳିବା ମାତ୍ର ଛାର ଆତ୍ମପୁରୁଷ ପ୍ରାୟ ହୋଇ ସଂସାରେ ଅଛ ସର୍ବଠାଇଁ ଜେଲ ଭେତୋହର ଦୟାକୁ ଦୁବରୁ ହୁଏ ମହାମେରୁ ଘେନନ୍ତୁ ମୋହର ବିନତି ତୋ ପାଦେ ଅଖଣ୍ଡ ଭକତି ପ୍ରାପତି ହେଉ ପ୍ରଭୁ ମୋରେ ଯେ ଭକ୍ତି ଶିବ ମତି ହରେ ଏମନ୍ତ କପି ବାକ୍ୟ ଶୁଣି ଅସ୍ତୁ ହୋଇଲେ ଧନୁଷ ଫାଣି ଶିବ କହନ୍ତି ଶୁଣ ଉମା ଶ୍ରୀରାମ ଭାବ ଯାରେ ଜଣା ଯାହାର ହୃଦେ ଭକ୍ତି ଥିବ ସେ କେବେ ଆନେ ନ ଲଭିବ ଜାଗ୍ରତ ହୁଏ ସମ୍ବାଦ ଯାହାର ହୃଦୟରେ ଆନନ୍ଦ ରାମ ଭକତି ମିଳେ ତାରେ
ସେ ଧନ୍ୟ ଅଟେ ସଂସାରେ। ଏମନ୍ତ ପ୍ରଭୁ ବାଣୀ ଶୁଣି ବାନର କଲେ ଜୟ ଧ୍ୱନି। ଆନନ୍ଦେ ଜୟ ଧ୍ୱନି କଲେ ବନ ଆକାଶ କମ୍ପାଇଲେ। ତହୁଁ କପିରାଜ ଡକାଇ ଶ୍ରୀରାମ ପାରୁ ସେ ବସାଇ। କହନ୍ତି ହୁଅ ଏବେ ସଜ ଯିବା ଆଣି ସୀତାଙ୍କୁ ଆଜ। ବିଳମ୍ବ କାହିଁ ଆଉ କଲ ଚଳ ବହନ ଆଗ ଭର। ମୋହର ଆଜ୍ଞା ଦେଇ ଡାକ ସବୁ ବାନର ସୈନ୍ୟ ଯାକ। ଆକାଶେ ରହୀଣ ଦେବତା ଦେଖିଏ କୌତୁକ ବାରତା। କୁସୁମ ବରଷି ଚଳିଲେ ଆପଣା ଲୋକେ ସେହୁ ଗଲେ। ସୁଗ୍ରୀବ ଯୁଥ କରି ଡକାଏ ସୈନ୍ୟ ଭାଲୁ ହରି। ଘେନିଣ ନାନା ରୂପବନ ଆସନ୍ତି ସରବେ ବହନ। ରଘୁମଣିଙ୍କ ଶ୍ରୀପୟର ସମସ୍ତେ ଲଗାଇଲେ ଶିର। ଗର୍ଜନ୍ତି କପି ବଳିଆର ଭଲୁକ ବଳ ବପୁଧର। ଶ୍ରୀରାମ ସର୍ବ ସୈନ୍ୟ ଚାହିଁ କଳିଲେ ବଳ ତାଅ ନାହିଁ। ରଘୁମଣିଙ୍କ କୃପା ବଳ ପାଇଣ ସର୍ବ କପିକୁଳ। ପକ୍ଷଯୁକ୍ତ ଗିରି ସମାନ ପ୍ରକଟିଲେ ସେ ବଳବାନ। ହର ସେ ପ୍ରଭୁ ବିଜେ କଲେ ମାର୍ଗେ ସୁଲକ୍ଷଣ ଦେଖିଲେ। ସୀତାଙ୍ଗ ବାମାଙ୍ଗ ସ୍ଫୁରଇ ଶ୍ରୀରାମ ବିଜୟ ସୁଚାଇ। ସୀତାଙ୍କ ହୁଏ ସୁଶକନ ରାବଣର ଜୟ ସକୁନ। ବହୁ ଭାଲୁ ମର୍କଟ ଶ୍ରେଣୀ କେଅ ବାପାରିବ ବରଣୀ। ଲଙ୍କା କଟକେ ସେ ଚଳନ୍ତି ଭୀମନାଦରେ ଗରଜନ୍ତି। ଚଳନ୍ତି ଗିରି ବୃକ୍ଷ ଧରି ନଖକୁ ଆୟୁଧ ସେ କରି। ଆକାଶ ଭୂତଳେ ଯାଆନ୍ତି ଆନନ୍ଦେ ଶ୍ରୀହରି ଉଠନ୍ତି। ସିଂହନାଦେ କପି ଚଳନ୍ତି ଦିକ୍ପାଳେ ଡରେ ଚିତ୍କାରନ୍ତି। ମହି ଦିଗଜ ଯେ ଚିତ୍କାରେ ଉଠଇ ଧରି ଗିରିବରେ। ଗରଭ ଆଲୋଡ଼ି ସାଗର ଉଠଇ ଶଶୀ ଦିନକର। ଧାବନ୍ତି ହୋଇ ମତୁଆଲା କରିଣ ନାଦ କିଳିକିଳା। କିନ୍ନର ମୁନି ନାଗସୁର ଭାବନ୍ତି ଦୁଃଖ ହେଲା ଦୂର। କେଶବ ଈଶ୍ୱର ଶ୍ରୀହରି ପ୍ରବଳ ପ୍ରତାପ ତାଙ୍କରି। ରାମ ରାଘବ ଜୟ ଜୟ ହରଣ କର ଭବ ଭୟ। ଏମନ୍ତ ପ୍ରଭୁ ଗୁଣ ସ୍ମରି ଚାଲନ୍ତି ମର୍କଟ କେଶରୀ। ରୁକ୍ଷ ବାନର ପାପ ଭାର ସହି ନ ପାରି ଶସ୍ତ୍ର ଶିର। ମୁରୁଛା ଯାଇ ବାରମ୍ବାର ଦଂଶନ୍ତି ପିଠି କମଠର। ଶ୍ରୀରାମ ପୁଣ୍ୟ ଅଭିଯାନ ସେ ଯେ ଅପୂର୍ବ ସୁଖ ଧାମ। ଏମନ୍ତେ ଯାଇଣ ଶ୍ରୀରାମ ପ୍ରବେଶିଲେ ସିନ୍ଧୁ ପୁଳିନ। ବୁଲି ଭଲ୍ଲୁକ କପିବୀର କରିଲେ ସୁଫଳ ଆହାର। ଭାବନ୍ତି ନିଶାଚର ଗଣ ବାନର ବହୁ ବଳବାନ। ରାକ୍ଷସଙ୍କର ବହୁ ଶଙ୍କା ଯେଦିନ ପୋଡ଼ି ଗଲା ଲଙ୍କା। ସରବେ କରନ୍ତି ବିଚାର ରାକ୍ଷସ ଲଭିବେ ସଂହାର। ଯାହାର ଦୂତ ବଳ ମୁଖେ ବରଣି ପାରୁ ନାହୁଁ ରଖେ। ସେ ଯେବେ ଲଙ୍କା ଆସିବ କିଏ ବାଉ ବରତିବ। ଦୂତ ମୁଖୁ ବାଣୀ ଶୁଣିଣ ମନେ ବିଚାରି ପୁରଜନ। ବ୍ୟାକୁଳ ହୁଅ ଅନ୍ତର ମନ୍ଦ ଧରି ହୁଏ ଅଧୀର। ରାକ୍ଷସ ରାଜ ପାଦ ଧରି ଏକାନ୍ତେ କହେ କର ଯୋଡ଼ି। କହଇ ମଧୁର ବଚନ ନୀତି ବୁଝାଇ ଧୀର ମନେ। ହରି ତୁଲେ ବାଦନ କର ବଚନ ମାନ କାନ୍ତ ମୋର। ମନରେ ହେତୁ କର ସ୍ୱାମୀ ମୋର ବୋଲ ହିତ ଜାଣି। ଯାହାଙ୍କ ଦୂତ ବାହାଦୁରୀ ଶୁଣିଣ ଏହି ଲଙ୍କାପୁରୀ। ରାକ୍ଷସ ଗୃହିଣୀଙ୍କ ଗର୍ଭ ନାଥ ହୋଇଲା ଡରେ ଶ୍ରବ। ତାଙ୍କୁ ସମର୍ପିତା ଘରଣୀ ଆନନ୍ଦେ ଭୋଗ ଏ ଧରଣୀ। ତୁମ ବଂଶ କମଳ ବନ ସୀତା ଯେ ଶୀତ ରାତ୍ରି ସମ। ନ ଫେରାଇଲେ ସୀତା ସତୀ ତୁମ୍ଭଙ୍କୁ ନାହିଁ ଭଲ ଗତି।
ଶଙ୍କର ବାସୁକି ଚାହିଁଲେ ରକ୍ଷା ନ କରି ବେଟି ଭୋଲେ। ରାକ୍ଷସ ଗଣ ଭେକ ସମ ରାମଙ୍କ ବାଣ ସର୍ପ ଜାଣ। ଗ୍ରାସିବା ଆଗୁ ସର୍ବତେଜ ବୁଦ୍ଧି ବିଚାରି ମନେ ଯ। ତେଜିଣ ଦମ୍ଭ ଅହଙ୍କାର ପଶ ଶରଣ ସେ ପୟର। ଶ୍ରୀପଦେ ଶରଣ ପଶିଲେ ଅଭୟ ପ୍ରାପ୍ତି ହେବ ଭଲେ। ଆନନ୍ଦେ ରାଜ୍ୟ ଭୋଗ କର ପ୍ରଭୁଙ୍କ ପାଦେ ଆଶ୍ରା କର। ସେ ପ୍ରଭୁ ରାମ ଦୟାମୟ ଦୂର କରିବେ ସର୍ବଭୟ। ଶୁଣିଣ ମନ୍ଦ ଦରି ବାଣୀ ହସଇ ସଠ ଅଭିମାନୀ। ନାରୀ ଜାତିର ଏହି ଭାବ ସର୍ବଦା ସଭୟ ସ୍ୱଭାବ। ମୋହର ମଙ୍ଗଳ ସମୟେ କିମ୍ପା ଦେଖାଇ ସେତେ ଭୟେ। ମର୍କଟ ଦଳ ଆସି ଯେବେ ମୋହର ପୁରରେ ପଶିବେ। ଖାଇ ତାଙ୍କୁ ଆନନ୍ଦ ମନେ ଯିବେ ଅସୁର ଗଣେ। ଯାହାର ଭୟେ ଲୋକପାଳ ଥରନ୍ତି ମନେ ଭରି ଡର। ତାହାର ସ୍ତ୍ରୀ ଡରି ମରେ ହସିବେ ପୁଣି ଏ ସଂସାରେ। ସଠ ଏତେ କହି ହସିଲା ସ୍ତ୍ରୀ କୁଳୁରେ ଲଗାଇଲା। ମଦ ଗର୍ଭରେ ଯାଇ ହେଳେ ପ୍ରବେଶ ହେଲା ସଭାସ୍ଥଳେ। ମନ୍ଦ ଦରିର ମନେ ଚିନ୍ତା ବିପରୀତ ହେଲା ବିଧାତା। ସଭାରେ ବସନ୍ତେ ଦଇତ ସନ୍ଦେଶ ଆସି କହେ ଦୂତ। ସିନ୍ଧୁ ତୀରରେ କପିସେନା ପ୍ରବେଶ କଲେଣି ମଣିମା। ମନ୍ତ୍ରୀଙ୍କୁ ପଚାରେ ରାକ୍ଷସ ବିଚାରେ ଏବେ ହେବ କିସ। ହସିଣ କହନ୍ତି ସକଳେ କିବା ଡର ଛାର ବାନରେ। ଜିଣିଛ ସୁରା ସୁର ଗଣ ଏହାକୁ ଡର କି କାରଣ। ମନ୍ତ୍ରୀ ବୈଦ୍ୟ ଗୁରୁ ତିନିହେ ସଭୟ ପ୍ରିୟ ବାଣୀ କହେ। ରାଜ୍ୟ ଦେହ ଧର୍ମ ଏ ତିନି ପଦାର୍ଥ ନାଶ ହୁଏ ପୁଣି। ସେ ଦଶା ହେଲା ରାବଣର ସଭାରେ ସ୍ତୁତି କଲେ ତାର। ଆସିଲେ ବିଭୀଷଣ ବୀର ଚରଣେ ନତ କଲେ ଶିର। ବସିଲେ ଆସନରେ ଯାଇ କହଇ ଅବସର ପାଇ। କୃପାନିଧି ଯେ ବେପଚାର କରିବାକୁ ମୋତେ ବିଚାର। ବୁଦ୍ଧି ଅନୁସାରେ ମୋହର ଭାଇ ମୁଁ ଦେବି ଯେ ଉତ୍ତର। ନିଜର କଇଲାଣ ଯେବେ ବିଚାର ଶୁଭ ଗତି ଭବେ। ପର ନାରୀର ଆଶା ତେଜ ସୁଜ ସେ ସୁଖେ ଭୋଗ ରାଜ୍ୟ। ନୋହିଲେ ତୁମ୍ଭ ହିତ ନାହିଁ ଚତୁର୍ଥ ଚନ୍ଦ୍ର ପରି ହୋଇ। 14 ଭୁବନରେ ସେହି ଏକ ଛତ୍ରପତି ବୋଲାଇ। ଜୀବର ଦ୍ରୋହେ ଗତି ତାର ହୋଇ ନଷ୍ଟ ହେତୁ ଧର। ମାନବ ଗୁଣର ସାଗର ସର୍ବଜୀବ ଠାରୁ ଚତୁର। ଅଳପ ଲୋଭ ପାଇ ସେହି ଅନେକ ଧନ୍ଦା ସେ ଲୋଭଇ। ଲୋଭ ମଦ କ୍ରୋଧ ଯେ କାମ ଏ ନରକର ବାଟ ଜାଣ। ଏସବୁ ବର ଜିଣ ଭାଇ ଭଜ ଶ୍ରୀରାମ ପଦେ ଯାଇ। ଯାହାଙ୍କୁ ସାଧୁ ସନ୍ଥ ଧ୍ୟାନ କରନ୍ତି ସର୍ବଦା ଭଜନ। ଭାଇ ରାମ ନୁହନ୍ତି ନର ଭୂପାଳ ଭୁବନ ଈଶ୍ୱର। ସେ ଯେ କାଳର ଟେକାଳ କାଳ ଯାହାର ପରିଚାର। ପରମ ବ୍ରହ୍ମ ସେ ଅନନ୍ତ ଅନାମ ଯ ଭଗବନ୍ତ। ସର୍ବବ୍ୟାପକ ଅର୍ଜିତ ଯାହାର ନାହିଁ ଆଦି ଅନ୍ତ। ଗୋରୁ ବ୍ରାହ୍ମଣ ହିତକାରୀ ସେ ପ୍ରଭୁ ନର ରୂପଧାରୀ। ଶ୍ରୀରାମ ସଜନ ରଞ୍ଜନ କୃପା ସିନ୍ଧୁ ଖଳ ଗଞ୍ଜନ। ବେଦ ଧର୍ମର ଯେ ରକ୍ଷକ ସନ୍ଥ ସୁର ମନ ରଞ୍ଜକ। ବୈରୀ ଭାବ ତେଜି ଭାଇ ପାଦେ ଶରଣ ପଶ ଯାଇ। ସେ ଯେ ପ୍ରଣତ ଦୁଃଖ ହର ରଘୁକୁଳର ଦିବାକର। ସମର୍ପିତାଙ୍କୁ ବୈଦେହୀ ଭଜ ଶ୍ରୀରାମ ପଦେ ଯାଇ। ଯେ ବିଶ୍ୱଦ୍ରୋହ ପାପ କରେ ଶରଣ ସମ୍ଭାଳନ୍ତି ତାରେ। ମନରେ ହେଜ ମହାବୀର ଏ ପ୍ରଭୁ ପ୍ରକଟ ଶରୀର। ଜାନାମେ ନେଲେ କ୍ଷଣେ ଦଣ୍ଡେ ଅଶେଷ ପାପ ହେଳେ ଖଣ୍ଡେ। ପାଦରେ ପଡ଼ି ବାର ବାର ମୋର କହିବା ଘେନା କର। ମାନ ମଦକୁ ତେଜି ଭାଇ ଶ୍ରୀରାମ ପଦେ ଭଜ ଯାଇ। ପୁଲସ୍ତ୍ୟ ଋଷି ଶିଷ୍ୟ ହାତେ ବାର୍ତ୍ତା ପଠାଇଥିଲେ ତୋତେ। ଏ ଅବସରେ ତୋତେ ମୁହିଁ କହିଲି ସେହି କଥା ଭାଇ। ମନ୍ତ୍ରୀର ନାମ ମାଲ୍ୟବନ୍ତ ବିବେକୀ ଚତୁର ପଣ୍ଡିତ। ସେ ବିଭୀଷଣ କଥା ଶୁଣି ମନରେ ତାକୁ ହିତମଣି।
कहइया हे नृपवर तुम्भर भ्राता नीतिधर ଯାହା କହିଲେ ବିଭୀଷଣ ମନରେ ତାଙ୍କୁ ତୁମ୍ଭେ ଘେନ ଏତେକ ଶୁଣିଣ ରାବଣ କହଇ ଶଠ ଦୁଇ ଜଣ ଗାଓ ମୋର ଗ୍ରତେ ଆସି ବୈରୀର ବଢ଼ାଇ ମିଶି ଦୁହିଁଙ୍କୁ କରି ଦିଅ ଦୂର ଗଲେ ମନ୍ତ୍ରୀ ଆପଣାପୁର କର ଯୋଡ଼ିଣ ଉଭା ହେଲା ତହିଁ ବିଭୀଷଣ ବଇଲା କହଇ ଭାଇ ଶୁଣ ମୋର ବିନୀତ ଏ ଦଶ ଶିର ବେଦ ପୁରାଣ ଅଛି ଭଣି ଶୁଣନ୍ତୁ ଆହେ ନୃପମଣି ସୁମତି କୁମତି ଜାଣ ଅଟଇ ସମସ୍ତଙ୍କ ଗୁଣ ହୋଇଲେ ଜାଣ ତୁ ସୁମତି ବଢ଼ଇ ଅଚଳ ସମ୍ପତ୍ତି କୁମତି ଠାରୁ ପୂଜଇ ଅପାର ବିପତ୍ତି ଘଟଇ ତୁମ୍ଭଙ୍କୁ ଗ୍ରାସଇ କୁମତି ଫଳଟି ବିପରୀତ ଅତି ହିତକୁ ମଣୁଛ ହିତ ଶତ୍ରୁଙ୍କୁ ମଣୁ ଅଛ ମିତ୍ର ନିଶାଚର କୂଳର ଜାଣ ସୀତା ଯେ କାଳ ରାତ୍ରି ସମ ସୀତାରେ କିମ୍ପା ଇଚ୍ଛ ପ୍ରୀତି ଏ ତୁମ୍ଭ ବିପରୀତ ମତି ମାଗୁଛି ପାଦ ଧରି କରେ ରଖ ମିନତି ମୋର ବାରେ ତୁମ୍ଭର ହିତ ହେବ ଜାଣ ସୀତା ସମର୍ପି ନେଇ ରାମ ବେଦ ପୁରାଣ ସନମତ ଯେ ବାଣୀ ସାଧୁ ସମର୍ପିତ ଶୁଣାନ୍ତି ନୀତି ମିଶା ବାଣୀ ରାବଣେ ବିଭୀଷଣ ଭଣି ଶୁଣି କ୍ରୋଧରେ ଦଶାନନ କହଇ ହୋଇ କମ୍ପମାନ ରେଖଳ ବିଭୀଷଣ ଶୁଣ ତୋହର ଆସନ ନିଧନ ମୋର ବଳେ ତୋ ଜୀବନ ରହିଛି ପାମର ଜ୍ଞାନ ଶ୍ରୀରାମ ସଦା ଶତ୍ରୁ ମୋର ତା ଶୁଭ କରୁଛୁ ବିଚାର କହ ତୁ କେ ଅଛି ଜଗତେ ଯାରେ ଜେଣେଛି ନିଜ ହାତେ ମୁଖର ହୀଣ ମୋର ପୁର ତପି ଗଣ ପ୍ରୀତି ତୋହର ଯାଅ ତୁ ରାମେ କର ପ୍ରୀତି ତାଗେ ବଖାଣିବୁ ନୀତି ରାବଣ ପଦାଘାତ କଲା ବିଭୀଷଣ ପଦେ ଲୋଟିଲା ତାପାଦେ ନତ କରି ଶିର ବିନତି କରେ ବାରମ୍ବାର ଶଙ୍କର କହନ୍ତି ଗୌରୀ ଏତ ସାଧୁର ବାହାଦୁରୀ ମନ୍ଦ ଯେ ଚିନ୍ତିବା ଜନର ଉପକାରୀ ହୁଏ ତାହାର ତୁମ୍ଭେ ମୋ ଭ୍ରାତା ପିତା ସମ କାନ୍ଦି କହଇ ବିଭୀଷଣ ପ୍ରହାର ମତେ କଲ ତୁମ୍ଭେ ହରି ଭଜନ କର ଏବେ ଏତେ କହିଣ ବିଭୀଷଣ ସକଳେ ଶୁଣ ଏ ବଚନ ସତ୍ୟ ଶ୍ରୀରାମ ଭଗବାନ ସଭାତ କାଳ ବସ ଜାଣ ସେପାଦେ ପଶି ବିଶରଣ ଏହା ମୋ ସଫଳ କଜାଣ ପଶାତେ ନ ଦେ ଗୋଟି ଦୋଷ ହୋଇବ ନିଶ୍ଚୟ ତୋ ବିନାଶ ଚଳିଲା ବିଭୀଷଣ ବୀର ଲୋଡ଼ିଲା ଶ୍ରୀରାମ ପୟର ସେଦିନ ରାକ୍ଷସଙ୍କ ଆୟୁ କ୍ଷୀଣ ହୋଇଲା ଚାହୁଁ ଚାହୁଁ ବୋଲନ୍ତି ଉମା ମୁଖ ଚାହିଁ କୈଳାସପତି ଭୂତ ସାଇଁ ସାଧୁର ହେଲେ ଅପମାନ ବିନାଶ ସକଳ କଲ୍ୟାଣ ରାବଣ ବିଭୀଷଣ ତ୍ୟାଗ କରିଲା ପଡ଼ିଲା ଦୁର୍ଭାଗ୍ୟ ଲଙ୍କାରୁ ବିଭୀଷଣ ହର୍ଷେ ଚଳିଲା ସୀତା ପତି ପାଶେ ସତେ ପୁରିବ ତାର ଆସ ଉପୁଜେ ସତ ଅଭିଳାଷ ଦେଖିବି ପ୍ରଭୁ ପଦ ଦଳ ଭକତ ସୁଖଦ କମଳ ଯେ ପଦ ପର ସେ ପଥର ଅହଲ୍ୟା ହୋଇଲା ନିସ୍ତାର ପବିତ୍ର ହୋଇଲା କାନନ ଦଣ୍ଡକ ପଞ୍ଚ ବଟି ଜାଣ ଯେ ପଦ ସଦା ସୀତା ସତୀ ଅନ୍ତରେ ଚିନ୍ତା କରୁଥାନ୍ତି ଯେ ପଦ ଧାଇଁଲା ପଛରେ ମାୟାକୁ ରଙ୍ଗେ ମାୟା ଧରେ ହର ହୃଦୟରେ ପଦ୍ମ ହୋଇ ଯେ ପଦ ସଦା ବିରାଜଇ ସେ ପାଦ ପଦ୍ମକୁ ଦେଖିବି ନେତ୍ର ମୋ ପବିତ୍ର କରିବି ଆହା ମୋ ବଡ଼ ଭାଗ୍ୟ ଫଳେ ଦେଖିବି ରାମ ପଦ ଡଳେ ସେ ପାଦ ପାଦୁକାକୁ ଧରି ଭରତ ନେଲେ ଶିରେ ଧରି ସେ ପାଦ ପଙ୍କଜର ରଜ ଲଭିବ ଏ ଅଧମ ଆଜ ସପ୍ରେମେ କରିଣ ବିଚାର ପ୍ରବେଶ ହେଲା ସିନ୍ଧୁ ତୀର କପି ଦେଖିଲେ ବିଭୀଷଣ ଭାବିଲେ ପେଶିଛି ରାବଣ ଦେଖିଣ କପି ଗଣେ ତାକୁ ସନ୍ଦେଶ ଦେଲେ ସୁଗ୍ରୀବକୁ ଯାଇଣ ରଘୁବୀର ପାଶ ସୁଗ୍ରୀବ କହିଲା ସନ୍ଦେଶ ରାବଣ ଭାଇ ସେହି ବୀର ଲୋଡ଼ଇ ଆସି ବଛା ମୋର ସୁଗ୍ରୀବ ପୁଛନ୍ତି ରାଘବ କୁହନ୍ତୁ ଶୁଭ କି ହୋଇବ ଉତ୍ତରେ ସୁଗ୍ରୀବ କହଇ ଶୁଣ ଦୟାଳୁ ଭାବଗ୍ରାହୀ ଜନମନି ସାଚର ଜନି ତାହାର ମାୟା ନୁହେଁ ଜାଣି
କାମରୁ ପିତା ମସ ଦେହି କି କାରଣେ ସେ ହୁଆ ସଇ ଭେଦ ଆମ୍ଭ ବୁଝିବା ପାଇଁ ଭାବଇ ମୁହିଁ ସେ ଆଶ୍ରଇ ବାନ୍ଧିଣ ରଖିବା ତାହାକୁ ପାଞ୍ଚିଛି ମନେ ମୁଁ ଏହାକୁ କହନ୍ତି ସୁଗ୍ରୀବକୁ ରାମ କହିଲ ଉଚିତ ବଚନ ମାତ୍ର ସଖାପଣ ମୋହର ରଖେ ଶରଣାଗତ ମୋର ପ୍ରଭୁଙ୍କ ବାଣୀ ଶୁଣି ହନୁ ହରସି ଉଠଇ ତା ତନୁ ଭକ୍ତ ବତ୍ସଳ ଭାବଗ୍ରାହୀ ତା ବିନୁ କିଛି ଜାଣେ ନାହିଁ ହାନି ହେବ ଭାବି ମନକୁ ଯେତେ ଯେ ଶରଣାଗତକୁ ସେ ପାପି ପାମରର ମୁଖ ଚାହିଁଲେ ନ ମିଳଇ ସୁଖ ପାପଙ୍କ ମଧ୍ୟେ ପରମାଦ କୋଟିଏ ବିପ୍ର କରବଦ୍ଧ ଶରଣ ପଶିଲେ ମଠାରେ ଶରଣ ସମ୍ଭାଳେ ମୁତାରେ ଜୀବ ସମ୍ମୁଖ ହେଲେ ମୋର ଅନେକ ପାପ ଖଣ୍ଡେ ତାର ସ୍ୱଭାବ ପାପୀ ଜନଙ୍କର ବିଦିତ ଏ ସାରା ସଂସାର ମନ ତା କେବେ ନ ପୋଷଇ ମୋର ଭୋଜନ ନ କରଇ ବିଭୀଷଣର ମତି ଯେବେ ହୋଇଥାନ୍ତା ଖଳ ତେବେ ମୋ ସମ୍ମୁଖେ ସେ କି ଆସନ୍ତା ଜାଣିନ ମୋତେ ରୁକ୍ଷ ହନ୍ତା ନିର୍ମଳ ଅଟେ ଯାର ଚିତ ଛନ୍ଦ କପଟୁ ଯେ ରହିତ ସେ ଜନମ ପ୍ରିୟ ଅଟଇ ସେ ଅନ୍ତକାଳେ ମୋତେ ପାଇ ଭେଦ ଛିଦ୍ର କରି ରାବଣ ପେଶିଛି ଯେବେ ବିଭୀଷଣ ମୋହର ମନେ କ୍ଲେଶ ନାହିଁ ଶୁଣ ସକଳ କପିତ ହିଁ ସଂସାରେ ଯେତେ ରାକ୍ଷସ ଲକ୍ଷ୍ମଣ କରି ପାରେ ନାଶ ଭୟରେ ପଳାଇ ଆସିଣ ମୋହର ଲୋଡ଼ ଶରଣ ମୋହର ନିଜ ପ୍ରାଣ ପରି ରଖିବି ଭୟ ଦୂର କରି ଭଲେ ଅବାକ ପଟେ ଥାଇ ଘେନିଣ ଆସ ତାକୁ ଯାଇ ଏସନେ ଭାସନ୍ତେ ଶ୍ରୀରାମ ସାଦରେ ଗଲେ କପିଗଣ ହନୁମାନ ଅଙ୍ଗଦ ଦୁଇ ବିଭୀଷଣଙ୍କୁ ସଙ୍ଗେ ନେଇ ତାହାଙ୍କୁ ପରମ ଆଦରେ ନେଲେ ଶ୍ରୀରାମଙ୍କ ଛାମୁରେ ଦୂରରୁ ଦେଖି ଦୁଇ ଭାଇ ନୟନ ଲୋତକ ଝରଇ ଶୋଭାଧାମଙ୍କ ଛବି ଦେଖି ତାର ନୟନ ପଡ଼େ ଥକି ଶ୍ରୀରାମ କମଳ ନୟନ ଦୁଃଖୀର ଆରତ ମୋଚନ ଶ୍ୟାମଳ କୋମଳ ଶରୀର ପ୍ରଳମ୍ବ ବାହୁ ଦଣ୍ଡଧର ବିଶାଳ ପ୍ରଶସ୍ତ ହୃଦୟ ଶ୍ରୀମୁଖ ଶିରି ଶୋଭାମୟ ଭରିଲା ତାର ନେତ୍ର ନୀର ପୁଲକି ଉଠିଲା ଶରୀର ଧୈର୍ଯ୍ୟ ଧରି ଶ୍ରେମନର କହଇ ସୁକମଳ ଗିର ଭୋର ଘୁନାଥ ସୁରପାଳ ମୁହିଁ ଯେ ଜାତ ଦୈତ କୂଳ ଯେଉଁ ରାବଣ ଲଙ୍କାନାଥ ମୁଁ ଯେ ତାର କନିଷ୍ଠ ଭ୍ରାତ ଏ ଦେହେ ସଦା ପାପେ ରତି ଯେସନେ ଭଲୁ କର ପ୍ରୀତି ସୁଜସ ଶୁଣି ମୁଁ ତୁମ୍ଭର ଆସିଛି ତେଜି ଲଙ୍କାପୁର ତୁମ୍ଭେ ଯେ ଭବ ଭାରହାରି ଶରଣ ରକ୍ଷଣ ଶ୍ରୀହରି ତ୍ରାହି କର ଏ ଦିନ ଦୁଃଖୀ ଦୁଃଖ ହରି ଶରଣ ରଖି ଏମନ୍ତ କହି ଦଣ୍ଡବତ କରିଲା ପ୍ରଭୁ ପାଦଗତ ଆନନ୍ଦେ ଗଦ ଗଦ ହୋଇ ଉଭା ହୋଇଲେ ରଘୁରାଇ ଦିନର ବାଣୀ ଶୁଣି କନ ପ୍ରଭୁ ହୋଇଲେ ତ ସମନ ହୃଦୟରେ ତାକୁ ଲଗାଇଲେ ଭୁଜ ପାଶରେ ବାନ୍ଧିଦେଲେ ସାଦରେ ନିଜ ପାଶେ ନେଇ ଅନୁଜ ସହିତେ ବସାଇ ଶୁଭାସେ ଭକ୍ତ ମନୋହର ପୁଛିଲେ ବାରଣ କୁଶଳ ପୁସ୍ତାନେ ରହି ଅଛ ଯେଣୁ କହ ସକଳ ବାର୍ତ୍ତା ଏଣୁ ଖଳ ଦଳରେ ଦିବାରାତି ନିବାସ ତୁମ୍ଭ ଲଙ୍କାପତି ଧର୍ମେ ମତି କେନେ ତୁମ୍ଭର କୁହନ୍ତୁ ସଖା କରି ସ୍ଥିର ମୁଁ ଜାଣେ ସ୍ୱଭାବ ତୁମ୍ଭର ଶଶାଙ୍କ ପରି ଯେ ବିମଳ ତୁମ୍ଭେ ଯେ ନ ଲୋଡ଼ି ଅନୀତି ପାଳନ କର ସଦା ନୀତି ନରକ ବାସ ପଛେ ହେଉ ଦୁଷ୍ଟ ସଙ୍ଗତ ପ୍ରାପ୍ତି ନହୁ ସୁସଙ୍ଗ ଉତ୍ତମ ସଂସାରେ କୁସଙ୍ଗ ଦୁଃଖ ମୋ ବିଚାରେ ଆନନ୍ଦେ କହେ ବିଭୀଷଣ ନିରେଖି ପ୍ରଭୁଙ୍କ ବଦନ ମୋହର ସମସ୍ତ କୁଶଳ ଦର୍ଶନେ ତ ପଦ ଯୁଗଳ ସହଜେ ଦେହ ନଶ୍ୱର ଜୀବର ଜାଣେ ବିଚାର ସପନେ ନ ପାଏ ବିଶ୍ରାମ ପଥ ଭ୍ରାନ୍ତେ ଗଲେ ଗମନ ହୃଦୟ ବସେ ଖଳ ବୁଦ୍ଧି ଲୋଭ ମୋହ ମଦ କାମାଦି ନୋହିଲେ ପ୍ରକଟ ହୃଦର ପ୍ରଭୁ ଧରିଣ ଧନୁସର ଯୌବନତା କାଳ ରାତ୍ରି ମମତା ଅଟେ ତାତି ମେରି ନଲଭେ ସୁଖ ରସେଲେଶ ସଦା ପ୍ରାପତ ରାଗ ଦେଶ ସଦା ବସନ୍ତି ଜୀବ ହୃଦେ ତବ କୃପା ନ ହେଲେ ଭଜେ
ଏବେ ତ ପଦ କଞ୍ଜ ଦେଖି ପବିତ୍ର ହେଲା ମୋର ଆଖି, କୁଶଳ ହେଲା ସବୁ ମୋର, ମେଣ୍ଟିଲା ଭବ ଭୟ ଘର। ତୋର କରୁଣା ଜାରେ ହୋଇ ତ୍ରିତାପତାକୁ ନ ଲାଗଇ, ମୁଁ ନିଶାଚର ଯେ ଅଧମ ଜାଣେ ନା ଶୁଭ ଆଚରଣ। ରୂପ ଯାମୁନି କରି ଧ୍ୟାନ ପ୍ରାପ୍ତ ନୁହନ୍ତି ଦର୍ଶନ, ଯେ ପ୍ରଭୁ ଅତି ଅଗୋଚର ସେ ମତେ ଲଗାଇଲେ ଉର। ଭାଗ୍ୟ ଅତି ଅନୁପମ ଦେଖିଲି ପ୍ରଭୁ ସୁଖଧାମ, ଅଗମ୍ୟ ଯାହା ବ୍ରହ୍ମାଶିରେ ସେ ପଦ ପ୍ରାପ୍ତ ମତେ ହେବେ। କହନ୍ତି ରାମ ତୁମ୍ଭେ ଶୁଣ ମୋର ସ୍ୱଭାବ ବିଭୀଷଣ, ଭୂଷୁଣ୍ଡି ଗୌରୀ ଶଙ୍କର ଏ ତିନି ଜଣଙ୍କୁ ଗୋଚର। ଚରାଚର ଦ୍ରୋହୀ ଯେ ଜନ ଶେଷରେ ନିଏ ମୋ ଶରଣ, କପଟ ମୋହ ଛଳ ମଦ ବରଜି ଭଜେ ମୋର ପଦ। ସାଧୁ ସମାନ ତୋରା ହୁଏ ଅନ୍ତକାଳେ ବୈକୁଣ୍ଠ ଯାଏ, କୁଟୁମ୍ବ ବନ୍ଧୁ ପିତା ମାତା ତନୁ ଧନ ପୁତ୍ର ଦୁହିତା। ଯୋଖି ଏକାଧାରେ ବନ୍ଧନ ମୋ ପାଦେ ବାନ୍ଧେ ଯେହୁ ମନ, ସମଦରସି ଇଚ୍ଛାହୀନ ହରସ ଶୋକ ଭୟ ଶୂନ୍ୟ। ସେ ଜନ ଅତି ପ୍ରିୟ ମୋର ସଦା ସହାୟ ହୁଏ ତାର, ତୋ ପରି ସାଧୁ ପ୍ରିୟ ମୋର ମୁଁ ସାଧୁ ପାଇଁ ଅବତାର। ସୁଗୁଣ ପୂଜା ପ୍ରିୟ ଯାର ପାଳକ ନୀତି ନିୟମର, ଦ୍ୱିଜ ପଦରେ ଯାର ପ୍ରେମ ସେ ମୋ ସେବକ ପ୍ରିୟ ଜାଣ। ହେ ଲଙ୍କାପତି ଏବେ ଶୁଣ ଏସବୁ ଗୁଣେ ତୁମ୍ଭେ ପୂର୍ଣ୍ଣ, ତେଣୁ ପ୍ରିୟର ତୁମ୍ଭେ ଅତି ମୋହର ଅତିଶୟ ପ୍ରୀତି। ଶୁଣିନ ରାମଙ୍କ ବଚନ ଆନନ୍ଦେ ବାନର ଶୟନ, ଜୟ ଶ୍ରୀରାମ ଉଚ୍ଚାରିଲେ ଚତୁର୍ଦିଗକୁ କମ୍ପାଇଲେ। ଏମନ୍ତ ଶୁଣି ବିଭୀଷଣ ମଣଇ କର୍ଣ୍ଣ ରସାୟନ, ଶୁଣ ଏ କୋମଳ ଭାରତୀ ନ ଲଭେ ମନରେ ତୃପତି। ଶ୍ରୀରାମ ପାଦେ ପ୍ରଣମଇ ପ୍ରେମେ ହୃଦୟ ଉଛୁଳଇ, ଶୁଣନ୍ତୁ ଚରାଚର ସ୍ୱାମୀ ତୁମ୍ଭେ ଯେ ସର୍ବ ଅନ୍ତର୍ଯାମୀ। ଶୁଣନ୍ତୁ ଆହେ ପଦ୍ମନାଭ ହୃଦୟ ଥିଲା ରାଜଲୋଭ, ତୋ ପଦ ପ୍ରୀତି ସତେ ମିଶି ମୋହର ଲୋଭ ଗଲା ଭାସି। ଏବର ମୋହର କାମନା ଦିଅନ୍ତୁ ଜାଣି ମହାମନା, ମାଗଇ ପ୍ରଭୁ ଦୟାମୟ ଶିବ କାମ୍ୟ ଭକ୍ତି ଦିଅ। ଅସ୍ତୁ କହିଣ ବୀରବର ଆଣ ବହିଲେ ସିନ୍ଧୁ ଜଳ, ତୁମ୍ଭର କିଛି ଅଭିଳାଷ ହୃଦୟ ନାହିଁ ଟିୟ ଭସ୍ୟ। ନିର୍ମଳ ତବ ହୃଦ ମନ ବିଫଳ ନହିବ ଦର୍ଶନ, ଏତେ କହିଣ ରଘୁରାଇ ରାଜ ଟିକା ଦେଲେ ପିନ୍ଧାଇ। ଆଜ ହୁଁ ତୁମ୍ଭେ ହେଲ ଭାଇ ସୁବର୍ଣ୍ଣ ଲଙ୍କା ପୁର ସାଇ, ଦେଖି ରାମଙ୍କ ଏବେ ଭାର ହୋଇଲା ବୃଷ୍ଟି କୁସୁମର। ରାବଣ କ୍ରୋଧୀ ଅଗ୍ନିଶମ ନିଜ ଶ୍ୱାସ ଘୋର ପବନ, ବିଭୀଷଣ ଜଳନ୍ତେ ତହିଁ ତାହାକୁ ବଞ୍ଚାଇଲେ ସାଇ। ରାବଣ ଦଶ ମୁଣ୍ଡ କାଟି ପୂଜି ଶିବ ପାଏ ବିଭୂତି, ଦର୍ଶନ ମାତ୍ରେ ବିଭୀଷଣ ରାମ ତା ଦେଲେ ଜାଣି ପୁଣ। ଏମନ୍ତ ପ୍ରଭୁ ତେଜିଆନ ଭଜଇ ଜାଣି ଯେ ଅଧମ, ପଶୁ ସିଂହ ଲାଞ୍ଜ ବିହୀନ ମଣିବ ତାରେ ଭାଇ ଜାଣ। ବିଭୀଷଣକୁ ଆପଣାର କରିଲେ ପ୍ରଭୁ ରଘୁବୀର, ଏତ ପ୍ରଭୁଙ୍କ ରୀତି ଜାଣି ବାନର ମନ ନିଏ କିଣି। କହନ୍ତି ସର୍ବ ଉରବାସୀ ସର୍ବଜ୍ଞ ସକଳ ଉଦାସୀ, ସେ ସର୍ବରୂପେ ସର୍ବାତୀତ ସେ ପୁଣି ପାଳନ୍ତି ଜଗତ। ସେ ଯେ ଜଗତ ହିତକାରୀ ସେ ପ୍ରଭୁ ନର ରୂପଧାରୀ, କହନ୍ତି ପ୍ରଭୁ ସୁଗ୍ରୀଷୁଣ ଲଙ୍କେଶ ସର୍ବ ବୀରଗଣ। କେମନ୍ତେ ସାଗର ଭୀଷଣ ଲଙ୍ଘିବାକୁ ହ ବୀରଗଣ, କୁମ୍ଭୀର ମତ୍ସ୍ୟ ଯେ ମକର ସର୍ପେ ଭରା ଚିର ସାଗର। ଅତୀବ ଗାଧ ଦୁସ୍ତର ଏ ଯେ ଭୀଷଣ ପାରାବାର, ଲଙ୍କାପତି ଯେ କର ଯୋଡ଼ି କହଇ ରାମ ପାଦେ ପଡ଼ି। କୋଟିଏ ସିନ୍ଧୁ ଶୋଷି ପାରେ ତୁମ୍ଭର ସାୟକ ପ୍ରହାରେ, ତଥାପି ନୀତିକୁ ବିଚାରି କର ବିଚାର ଚାପଧାରୀ। ସବିନୟ ଭାସେ ଯେ ଭାସ ସାଗର ଅନ୍ତରକୁ ତୋଷ, ତବ କୂଳ ଗୁରୁ ସାଗର କୀର୍ତ୍ତି ସଗର ପୁତ୍ରଙ୍କର। ସିନ୍ଧୁ ନିଜେ ପ୍ରକଟ ହୋଇ ଉପାୟ ଦେବେ ଟିବତାଇ, ତରିବା ପ୍ରୟାସର ବିନା ଏ ଅପାର ସମୁଦ୍ର ସିନା। ଭାଲୁ ବାନର ବହେଳେ ପାର ହୋଇବେ ଯୁଦ୍ଧ ବଳେ, କହନ୍ତି ରାମ ଲଙ୍କାପତି ସଖା ତୁ କହିଲୁ ସୁନୀତି। ଦୈବ ସହାୟ ହୋଇଲେ କରିବି ତା ଚେତି ବୋଇଲେ, ରାମଙ୍କ ବିଚାର ଲକ୍ଷ୍ମଣ ମନକୁ ନ ଆସଇ ପୁଣ। ଦୁଃଖ ଜଳରେ ହୃଦ ଭାସେ
ଲକ୍ଷ୍ମଣ ଉତ୍ତରରେ ଭାସେ ପ୍ରଭୁ ଦଇବେ କି ଭରସା ସୁଖାଅ ସିନ୍ଧୁ ମୋର ଆଶା ଭୟ ଆତୁର ଯେଉଁନରେ ସେ ସିନା ଦୈବ ଆଶ୍ରା କରେ ଯେ ଜନ ସର୍ବଦା ଅଳସ ଦୈବେ ଡାକେ ଡରେ ଅବଶ୍ୟ ହସି ଉତ୍ତରିଲେ ତା ଶୁଣି ଲକ୍ଷ୍ମଣେ ପ୍ରଭୁ ରଘୁମଣି ପୁନଃ ହୋଇବ ଇଚ୍ଛା ତୋର ସେ ଯାଏ ଧୈର୍ଯ୍ୟ ତୁମ୍ଭେ ଧର ରାଘବ ପ୍ରବୋଧି ଅନୁଜେ କରିଲେ ସିନ୍ଧୁ ତୀରେ ବିଜେ ପ୍ରଣମୀ ସାଗର ପୟରେ ବସିଲେ କୁଶାସନ ପରେ ଯେ କାଳେ ଶ୍ରୀରାମ ପାରୁଷ ବିଭୀଷଣ କଲା ପ୍ରବେଶ ସଙ୍ଗେ ସଙ୍ଗେ ବିଶ୍ରବାସୁତ ପଠାଇଲା ସେ ଏକ ଦୂତ କପଟ କପି ହୋଇ ଦୂତ ଦେଖିଲା ସେ ପ୍ରଭୁ ଚରିତ ପ୍ରଶଂସେ ପ୍ରଭୁଙ୍କ ସ୍ୱଭାବ ଶରଣ ରକ୍ଷଣ ରାଘବ ଅତି ପ୍ରେମରେ ମଗ୍ନ ହେଲା କପଟ ପ୍ରଭାବ ମେଣ୍ଟିଲା ପ୍ରଭୁଙ୍କ ସ୍ୱଭାବ ପ୍ରଭାବେ ବର୍ଣ୍ଣଇ ସେ ପ୍ରକଟ ଭାବେ ଚିହ୍ନିଲେ ଶତ୍ରୁ ଦୂତ ବୋଲି ବାଳି ସୁଗ୍ରୀବ ପାଶେ ମିଳି ସୁଗ୍ରୀବ କହିବାନରେ ଶୁଣ ସର୍ବେ ମୁଁ ଏହା ଭାଳେ ଦୂତର ଅଙ୍ଗ ଭଙ୍ଗ କରି ପେଶିବା ୟାକୁ ପଙ୍ଗୁ କରି ଶୁଣିନ ସୁଗ୍ରୀବ ବଚନ ଧାଇଁଲେ ସର୍ବ କପିଗଣ ବୁଲାଇଲେ ତାହାକୁ ବାନ୍ଧି ଗଡ଼ ଭିତର ଗଳି କନ୍ଦି ବାନରେ ଦୂତକୁ ପ୍ରହାର କରିଲେ ବହୁ ପ୍ରକାର ଚିତ୍କାର ସେ କରନ୍ତେ ସୁଧା ନ ଛାଡ଼ିଦେଲେ ବହୁ ବିଧା ଯହୁଁ ଚିତ୍କାରିଲା ସେ ଦୂତ ପ୍ରଭୁ ଶ୍ରୀରାମଙ୍କ ଶପଥ ନାଶକ ନ ଛେଦନ କର ମୋହର ବି ଅର୍ଥ ନ କର ଲକ୍ଷ୍ମଣ ତାହାକୁ ଡାକିଲେ ଦୟାବହୀଣ ଛାଡ଼ିଦେଲେ ମୂଢ଼ ରାବଣେ ପତ୍ରିକା ଦେବୁଟି ନେଇ ଦୂତ ଏକା କୂଳଘାତି ପଢ଼ୁଏ ପତ୍ର ପତ୍ରିକା ଲକ୍ଷଣ ଲିଖିତ ମୂର୍ଖକୁ କହି ବୁଝାଇ ଉଦାର ସନ୍ଦେଶ ଗୋହି ସୀତାଙ୍କୁ ଯଥା ସମ୍ମାନରେ ସମର୍ପି ଶ୍ରୀରାମ ପୟରେ ସୁଖେ ସେ ରାଜ୍ୟ କରୁତାର ନହିଲେ ନାଶ ଧ୍ରୁବତାର ଅନୁଜ ଲକ୍ଷ୍ମଣ ପୟର ଦୂତ ଯେ ଲଗାଇଲା ଶିର ଲକ୍ଷ୍ମଣ ଗୁଣ ବନି ହେଲା ଶିବିରୁ ବାହାର ହୋଇଲା ଶ୍ରୀରାମ ଯଶ ଗୁଣ ଗୁଣି ଲଙ୍କାରେ ପ୍ରବେଶିଲା ପୁଣି ରାବଣ ଚରଣରେ ଦୂତ ଯାଇ ହୋଇଲା ପ୍ରଣିପାତ ହସି ହସି ସେ ଦଶ ଶିର ପଚାରେ କୁହ ସମାଚାର କହ ଦୂତ ଏବେ ଉତ୍ତର ସବୁ କୁଶଳ କି ନା ତୋର କୁଶଳେ ଅଛି କି ବିଭୀଷଣ ମୃତ୍ୟୁ ତା ହେଲାଣି ଆସନ ରାଜୁତି ବସି କରୁଥିଲା ଯେବେ ସେ ଲଙ୍କାପୁରେ ଥିଲା ଏବେ ସେ କୀଟ ପରିପାଦେ ଦଳା ହୋଇବ ପ୍ରମାଦେ ଭଲ୍ଲୁକ ବାନର ସହିତେ ଆସନ୍ତି ମରିବା ନିମନ୍ତେ ଯେମନ୍ତ ତଣ୍ଡୁଳ ସଙ୍ଗତେ କୀଟ କାଳ ମୁଖେ ଆସନ୍ତେ ସାଗର ଦୟା ବହି ପରା ପାରିବ କି ରଖି ବିଚରା ତପସ୍ୱୀ ଦୁଇ ଭାଇ କଥା କହିବୁ ବିଚାରିଣ ମଥା ମୋର ଭୟରେ ତାହାଙ୍କର ହୃଦୟ ହୁଏ ଥରହର ଶୁଣି ମୋର ଯଶ କିରତି ଫେରିଗଲେ କି ଦୁଇ ଜ୍ୟୋତି ରିପୁର ତେଜ ବଳ କେତେ ଖୋଲି ନ କହୁ କିମ୍ପା ତୋତେ କୁହ ଇଶୁକ ଯୋଡ଼ି ହାତ ସରାଗେ ପଚାରୁଛି ନାଥ କହୁଛି ସାବଧାନେ ଶୁଣ କ୍ରୋଧ ନ କରିଣ ରାଜନ ତୁମ୍ଭ ଭାଇ ହୁଅନ୍ତେ ଭେଟ କଲେ ତାକୁ ଲଙ୍କା ସମ୍ରାଟ ରାବଣ ଦୂତ ଚିହ୍ନି କପି ଦେଲେ ବହୁ ଦଣ୍ଡ ପ୍ରତାପୀ ନାସିକା କାନ କାଟିବାର ବିଚାର କରନ୍ତେ ମୋହର ଶ୍ରୀରାମ ଶପଥକୁ ଦେଇ ଲଭିଲି ନିସ୍ତାରଟି ମୁହିଁ ଶ୍ରୀରାମ ସୈନଙ୍କ ବଳ ମୁଖେ ବନି ନ ପାରେ ମୋର ନାନା ବର୍ଣ୍ଣର ଭାଲୁ କପି ଅତି ଭୟଙ୍କର ପ୍ରତାପୀ ବିକଟ ବଦନ ବିଶାଳ ଶରୀର ଅତି ଭୟଙ୍କର ଯେ ପଡ଼ିଥିଲେ ଲଙ୍କାପୁର ମାରିଣ ଅକ୍ଷୟ କୁମାର ତାପରି ବହୁ କପିଛନ୍ତି ସର୍ବେ ବଳିୟାର ଅଟନ୍ତି ବିବିଧ ନାମ ଧାରି ବୀର କଠିନ କରାଳ ବିଶାଳ ବିପୁଳ ହସ୍ତି ବଳଧାରୀ ପ୍ରତାପୀ ବହୁ ନାମ ଧାରୀ ଦିବିନ୍ଦମୟ କୁମୁଦ ନଳ ନୀଳ ଗୋବଙ୍ଗଦ ଦଧି ମୁଖ ବିକଟାନନ କେଶରୀ ଜାମ୍ବବନ୍ତ ପୁଣ ଏ ସୁଗ୍ରୀବର ତୁଲେଶରୀ କୋଟିଏ ଛନ୍ତି ତାଙ୍କ ପରି ଶ୍ରୀରାମ ଦୟାରୁ ତାଙ୍କର ଶରୀରେ ଅତୁଳିତ ବଳ ଶ୍ରବଣ ଯା ଶୁଣିଛି ମୋର ଶୁଣ ରାଜନ ଦଶ ଶିର 18 ପଦ୍ମ ଯେ ବାନର ଶୟିନଛନ୍ତି ତା ମଧ୍ୟର ହେମନ୍ତ ପ୍ରଭୁ କେହି ଜଣେ ବାନର ନାହିଁ ସେ ପ୍ରାଙ୍ଗଣେ ତୁମ୍ଭଙ୍କୁ ସେ ଯେ ନ ଜିଣିବ ଭୟଙ୍କର ରଣେ ହାରିବ ପରମ କ୍ରୋଧ ଜର୍ଜରିତ ସମସ୍ତେ ଭିଡୁଛନ୍ତି ହାତ
ଶ୍ରୀରାମ ଆଜ୍ଞା ନ ଦିଅନ୍ତି ତାଙ୍କ ସୁଖକୁ ଚାହିଁଛନ୍ତି। ସର୍ବେ କହନ୍ତି ଆସିବାକୁ ସିନ୍ଧୁ ଜଳକୁ ଶୋଷିବାକୁ। କେ କହେ ସର୍ପ ମତ୍ସ୍ୟ ତୁଲେ ଉପାଡ଼ି ପର୍ବତକୁ ଜଳେ। ଢିଙ୍ଗିଣ ବାଟ ତିଆରିବା ସିନ୍ଧୁ ଗର୍ଭକୁ ପୋତି ଦେବା। କହି କହନ୍ତି କ୍ରୋଧେ ଜଳି ରାବଣେ କରି ଦେବା ଧୂଳି। ସହଜେ ଆଶଙ୍କା ମଏବେ ଗର୍ଜନ୍ତି ତର୍ଜନ୍ତି ସରବେ। ଗ୍ରାସ କରିବେ ଲଙ୍କାପୁରୀ ଜାଳିବେ ସବୁ ନଗରୀ। ବଳିଷ୍ଠ କପି ଭାଲୁ ବୀର ନେତା ତାଙ୍କ ରାମ ଠାକୁର। ଏକାକୀ କରି ସେ ସଂଗ୍ରାମ ଜିଣିବେ କୋଟି କାଳ ଜାଣ। ଶ୍ରୀରାମଙ୍କର ତେଜ ବଳ ବୁଦ୍ଧିର କଳ ନା ବାହାର। କୋଟିଏ ଶେଷ ଦେବ ବନି ନ ପାରିବେଟି ତାହା ଜାଣି। ଏକ ଈଶ୍ୱରରେ ସୁଷିଣ ପାରନ୍ତି ସାଗରକୁ ପୁଣ। ବିଭୀଷଣକୁ ସେହି ବୀର ପୁଛନ୍ତି ବୁଦ୍ଧି ନୀତିଧର। ସାଗରେ ତୀରେ ସେ ବୁଦ୍ଧିରେ ପଥ ମାଗନ୍ତି ସିନ୍ଧୁଠାରେ। ଶୁଣି ହସି ଦୂତ ଆଗର କହଇ ଶଠ ଦଶ ଶିର। ଥିଲାଟି ଏତେ ବୁଦ୍ଧି ଯେବେ ସାହା କିମ୍ପା ବାନର ତେବେ। ସହଜେ ଭାଲୁ ବିଭୀଷଣ ଶୁଣୁଛି ସେ ତା କଥା ମାନ। ସାଗର ସନ୍ନିଧକୁ ଆସି ଠାଣି ଦେଖାଇ ଅଛି ବସି। କାହିଁକି କରେ ବଡ଼ପଣ ମିଛୁଆ ସେହି ମୂଢ଼ ଜନ। ତାହାର ବୁଦ୍ଧିକୁ କଳିଲି ବଳର ପ୍ରମାଣ ଜାଣିଲି। ଭୀରୁ ସେ ଅଜ୍ଞାନ ପାମର ବିଭୀଷଣ ମନ୍ତ୍ରୀ ଯାହାର। ତାହାର ବିଜୟ ବିଭୂତି ଉଣା ହୁଅଇ ନୀତି ପ୍ରତି। ଖଳ ବୁଦ୍ଧି ରାବଣ ବାଣୀ ରସ ହୁଅଇ ଦୂତ ଶୁଣି। ବାହାର କଲା ସେ ପତ୍ରିକା ଶେଷରେ ରାବଣଙ୍କୁ ଦେଲା। ପତ୍ରିକା ରାମଙ୍କ ଅନୁଜ ମୋ ହାତେ ଦେଲେ ରକ୍ଷରାଜ। ପଡ଼ିଣ ହୃଦ ସ୍ଥିର କର ରକ୍ଷା ହେଲେ ଲଙ୍କାପୁର। ହସିଣ ବାମ କରେ ପୁଣ ପତ୍ରକୁ ଧଇଲା ରାବଣ। ମନ୍ତ୍ରୀଙ୍କୁ ଡକା ପକାଇଲା ତତ୍କ୍ଷଣ ପତ୍ର ପଢ଼ାଇଲା। ପତ୍ରରେ ଲେଖା ଅଛି ଯାହା ମନ୍ତ୍ରୀ ପଢ଼ି ଶୁଣାଏ ତାହା। ରେଷଠ ମୂର୍ଖ ରୁଷଇସ ନକର କୁଳ ବଂଶନାଶ। ରେ ମୂଢ଼ କଥା ରେ ନ ମାତି ବେଳ ଥାଉ ତୁ ରୁହ ଚେତି। ଶ୍ରୀରାମ ବିରୋଧ ହୋଇଣ ନେଲେ ବ୍ରହ୍ମା ଶିବ ଶରଣ। ହରିବ ନିଶ୍ଚୟ ତୋର ପ୍ରାଣ କେହି ନ ରଖି ପାରେ ଜାଣ। ଗର୍ଭମାନ ତେ ଜିଣ ତୁହି ରାମେ ଶରଣ ପଶ ଯାଇ। ଶ୍ରୀରାମ ଚରଣ ପଙ୍କଜ ଭ୍ରମର ପ୍ରାୟ ତୁହି ମଜ। ତୋ ଭାଇ ସମ ହୁଅ ତୁହି ଶ୍ରୀରାମ ପଦ ହୃଦେ ଧ୍ୟାଇ। ନତୁବାରେ ରାକ୍ଷସ ଧାମ ଜାଳିବ ତୋତେ ରାମ ବାଣ। ବନେ କୁଣ୍ଡେଶ ଲୋଭ ପରି ଜଳିବୁ ହୋଇ ହତ ଶିରି। ଆପେ ହୋଇଣ ଯିବୁ ନାଶ ଘେନି କୁଟୁମ୍ବ ନିଜ ବଂଶ। ଶୁଣିଣ ଭୟ ଉପୁଜିଲା ରାବଣ ଚିନ୍ତାରେ ବୁଡ଼ିଲା। ଅନ୍ତରେ ଭୟ ଥାଏ ତାର ହସଇ ଉପର ମନର। ରାକ୍ଷସ ମାନଙ୍କୁ ଶୁଣାଇ ଗରବେ ରାବଣ କହଇ। କଥାରେ ବହୁ ଆଡ଼ମ୍ବର ଦେଖରେ ଏବେ ତପସ୍ୱୀର। ଭୂମିରେ ପଡ଼ିଣ ମନୁଷ୍ୟ ରାବଇ ଛୁଇଁ ବି ଆକାଶ। ତେସନ ତପସ୍ୱୀ ଭାବଇ ବୃଥାଏ ଆଡ଼ମ୍ବର ଭାଇ। କହଇ ଦୂତ ଶୁଣନାଥ ସମସ୍ତ କଥା ଅଟେ ସତ୍ୟ। ଗରବ ଅହଙ୍କାର ତେଜ ମୋର ବଚନ ମନେ ହେଜ। ହେ ନାଥ ପରି ହର କ୍ରୋଧ ଶ୍ରୀରାମ ନ କର ବିରୋଧ। ସମ୍ରାଟ ଅଖିଳ ଲୋକର ଅଟନ୍ତି ଶ୍ରୀରାମ ଠାକୁର। ତାଙ୍କର ଚରିତ ଉତ୍ତମ ପଶତୁ ତାଙ୍କର ଶରଣ। ସୁଦୟା କରି ବେଟି ତୋତେ ଅପରାଧ ନ ଧରି ଖିଞ୍ଚିତେ। ଜନକ ସୁତାକୁ ତୁ ନେଇ ତାଙ୍କୁ ସମର୍ପି ଦୈତ ସାଇଁ। ଫେରାଅ ଜାନକୀ ତୁରିତ ଯହୁଁ କହିଲା ସେହି ଦୂତ। ଚରଣ ପ୍ରହାର କରିଲା ଦୂତ ଚେତ ଯେ ହୋଇଲା। କିଛି ସମୟରେ ଉଠିଲା ରାବଣେ ନମସ୍କାର କଲା। ଯେଉଁଠି ରାମ ଦୟାଧର ଦୂତ ଚଳିଲା ସେହିଠାର। ଶ୍ରୀରାମ ପାଦେ ପ୍ରଣମିଲା ସବୁ ବୃତ୍ତାନ୍ତ ଶୁଣାଇଲା। ଶ୍ରୀରାମ କୃପା ବଳେ ସେହି ଦୈତ୍ୟ ସୁଗତି ଗଲା ପାଇ। ପୂର୍ବ ଜନ୍ମେ ଦୈତ୍ୟ ପୁଣି ଥିଲା ଯେ ତପି ଜ୍ଞାନୀ ମୁନି। ସାପ୍ୟ ଦେଲେ ଅଗସ୍ତ୍ୟ ମୁନି ସେହୁ ଲୋଭିଲା ଦୈତ୍ୟ ଯୋନି। ଶ୍ରୀରାମ ଚରଣ ସୁମରି ନିଜ ଆଶ୍ରମେ ଗଲା ଚଳି। 3 ଦିନ କାଳ ବିତିଲା ସିନ୍ଧୁ ବିନତି ନ ଶୁଣିଲା। କ୍ରୋଧେ କହିଲେ ପ୍ରଭୁ ତୁହି ଭୟର ବିନା ପ୍ରୀତି କାହିଁ। ଲକ୍ଷ୍ମଣ ବେଗେ ଆଣୁ ତୁହି ମୋହର ଧନୁର୍ବାଣ ଯାଇ। ଅଗ୍ନିଶରକୁ ମୁଁ ପେଶିବି ସାଗର ପରାଣ ଶୋଷିବି।
କୁଟିଳ ମାନବଙ୍କ ଠାର ବୃଥା ପିରତି କରିବାର ସଂସାରେ ଷଠ ଜନ ତୁଲେ ବୃଥା ବିନୟ ବ୍ୟବହାରେ ଜନ୍ମ କୃପଣ ତୁଲେ ବୃଥା କହିଲେ ବହୁ ନୀତିଗାଥା ଯଶୋଦାର ତ ମମତାରେ ସମସ୍ତ ଜ୍ଞାନ ବୃଥା ତାରେ ବୃଥା କ୍ରୋଧ ତୁଲେ ଜାଣ ସାମ୍ୟ ଭାବର ଉପାଖ୍ୟାନ ଯେ ଜନ ସଦା କାମେରତ ବୃଥା ହରି କଥାମୃତ ଟାଙ୍ଗର ଭୂମି ପରେ ବୀଜ ବୁଣିବା ଅନୁଚିତ ହେଜ ଏତେ କହିଣ ରଘୁରାଣ ଚାପରେ ଚଢ଼ାଇଲେ ବାଣ ଚାପ ଚଢ଼ାଇ ରଘୁବୀର ସନ୍ଧାନେ ବେଶୀ ଖକରାଳ ଉଦଧି ଅନ୍ତରେ ପ୍ରବଳ ଯାତନା ଉଠେ ବାରମ୍ବାର ସମସ୍ତ ଉର ଗମ କର ମୀନ ଯେ ହୋଇଲେ ଆକୁଳ ଅନ୍ତରେ ଜାଣିଲା ସାଗର ଜଳିବେ ନିଶ୍ଚେ ଜନ୍ତୁକୂଳ ସିନ୍ଧୁ କନକ ଥାଳି ଧରି ଅନେକ ଧନ ରତ୍ନ ଭରି ବିପ୍ର ରୂପରେ ପ୍ରବେଶିଲେ ନିଜ ପଣକୁ ସେ ତେଜିଲେ ରମ୍ଭା ବୃକ୍ଷେ ଯତ୍ନ କରିଲେ ନ ହୁଏ ଫଳ ନ କାଟିଲେ ନିଚ ଜନ ସେହି ପ୍ରକାର ତାଡ଼ନାରଦ କେବଳ ବିନତି ନ ବୁଝନ୍ତି ଯେତେ ତାଡ଼ନା ବସ ହନ୍ତି ତେବେ ସଭଏ ଶ୍ରୀପଦ ପୟର ଧରିଣ କହ ସାଗର କ୍ଷମା କର କ୍ଷମା ସାଗର ଏବେ ସବୁ ଦୋଷ ମୋହର କ୍ଷିତ ଜଳ ବହ୍ନି ଧରଣୀ ପବନ ପଞ୍ଚଭୂତ ପୁଣି ଜଳ ପଦାର୍ଥ ତତ୍ଵ ପଞ୍ଚ ସହଜେ ଅତି ପରପଞ୍ଚ ତୁମ୍ଭରି ପ୍ରେରଣା ସଂସାରେ ଘେନିଣ ସୃଷ୍ଟି ପ୍ରକ୍ରିୟାରେ ପଞ୍ଚବସ୍ତୁ ଏ ମାୟାକୃତ ତୁମ୍ଭରି ମାୟା ଏ ଜଗତ ଯାରେ ଆଜ୍ଞା ତୁମ୍ଭ ଯେ ମନ୍ତ ରହନ୍ତି ପୁଣି ଯେତେ ମନ୍ତ ନିଜ ନିଜର ଅବସ୍ଥାରେ ରହି ସେ ଦୁଃଖ ଭୋଗ କରେ ମୋତେ ଉତ୍ତମ ଶିକ୍ଷା ଦେଲ ତୁମ୍ଭର ମର୍ଯ୍ୟାଦା ରଖିଲ ଢୋଲ ସୁଦର ଜଡ଼ ଜନ ପଶୁ ଆଉ ନାରୀ ଯେ ଜାଣ ତାଡ଼ନ ବିନା 5 ଜଣ ନୁହନ୍ତି କେବେ ସୁଧାରିଣ ତୁମ୍ଭରି ପ୍ରତାପରେ ମୋହି ଶୁଷ୍କ ହେବି ଜଗତ ସାଇଁ ପାରି ହୁଅନ୍ତି ସୈନ୍ୟଗଣ ଯାଉ ମ ସବୁ ବଡ଼ପଣ ତୁମ୍ଭର ଆଜ୍ଞା ନ ମେଣ୍ଟାଇ ବେଦଶାସ୍ତ୍ର ତା ଭାଷେ କହି ତୁମ୍ଭର ଇଚ୍ଛା ପୂର୍ଣ୍ଣ ହେଉ ଯାହା କରିବେ ମହାବାହୁ ଶୁଣିନ ସାଗର ବିନତି ହସି କହନ୍ତି ସୀତାପତି ଯେମନ୍ତ କପି ପାରି ହେବେ ସେହି ଉପାୟ କର ଏବେ କର ଯୋଡ଼ିଣ କହେ ସିନ୍ଧୁ ଶୁଣନ୍ତୁ ପ୍ରଭୁ କୃପା ସିନ୍ଧୁ ଋଷିଙ୍କ ବରେ ନଳ ନୀଳ ସେ ଦୁଇ ଭାଇ ଭାଗ୍ୟଶୀଳ ତାଙ୍କର ହସ୍ତ ସ୍ପର୍ଶ ହେଲେ ତୁମ୍ଭର ପ୍ରତାପର ଫଳେ ବିଶାଳ ବିଶାଳ ଶୈଳେ ଭାସିବେ ସାଗର ସଲିଳେ ମୁଁ ପୁଣି ପ୍ରତାପ ତୁମ୍ଭର ଧରିଣ ହୃଦୟ ମୋହର ସହାୟ ହୋଇ ମାର୍ଗରେ ପ୍ରଭୁ ମୋ ବଳ ଅନୁସାରେ ଏମନ୍ତ ସାଗର ବନ୍ଧାଇ ତ୍ରିପୁରେ ଯଶ ରଖ ଯାଇ ଯେ ବାଣ କରିଛ ସନ୍ଧାନ ବୃଥା ନହିବ ସେହି ବାଣ କର ସୁଦୟା ମୋର ପ୍ରତି ଆହେ ଅଯୋଧ୍ୟା ନରପତି ଉତ୍ତରେ ଛନ୍ତି ଯେତେ ଖଳ ସେ ବାଣେ ହୁଅନ୍ତୁ ସଂହାର ସାଗର ବିନତିକୁ ଶୁଣି ଶ୍ରୀରଘୁକୁଳ ଚୂଡ଼ାମଣି ତାର ହୃଦୟରୁ ପୀଡ଼ା ଦୂର ହରିଲେ କ୍ଷଣେ ଚାପ ଧର ରାମଙ୍କ ବଳ ଅତୁଳିତ ଦେଖି ସିନ୍ଧୁ ହେଲା ପୁରିତ ସର୍ବବୃତ୍ତାନ୍ତ ଜଣାଇଲା ବନ୍ଦୀ ପୟର ସେ ଚଳିଲା ଶୁଣିଣ ସାଗର ବଚନ ରାମ ହୋଇଲେ ତୋ ସମନ ଶ୍ରୀରାମ ନାମ ମାଳା କରି ସାଗର ଗଲେ ନିଜ ପୁରୀ ଏକଥା କଳି ମଳହର ଯେ କରେ ନିଜ କଣ୍ଠହାର ରଚଇ ଶ୍ରୀ ତୁଳସୀ ଦାସ ଶ୍ରୀରାମ ପଦେ କର ଆସ ସୁଖଦ ସଂଶୟ ହରଣ ଦୁଃଖକୁ କରେ ବିନାଶନ ଆରେ ମୂରୁଖ ସଠ ମନ ସକଳ ଆଶାକୁ ତେଜିଣ ଗାଓ ଶୁଣି ଦିବସ ରାତି ଏ ପୁଣ୍ୟ ରାମାୟଣ ଗୀତି ସକଳ ସୁମଙ୍ଗଳ ଦାତା ଏ ଭବେ ରାମାୟଣ କଥା ସାଦରେ ଯେ ଜନ ଶୁଣଇ ସେ ଭବ ସିନ୍ଧୁ କୁତରଇ ବୋଇତ ଲୋଡ଼ା ନାହିଁ ତାର ହୁଇ ପାରି ପାରାବାର ଭଜ ସର୍ବଦା ରାମ ନାମ ଦଣ୍ଡିବ ନାହିଁ ଟିସ ମନ ପାରି ହୋଇବୁ ଭବ ସିନ୍ଧୁ ଭଜ ଶ୍ରୀ ରଘୁ କୁଳ इंदु सियावर रामचंद्र की जय पवन सुत हनुमान की जय उमापति महादेव की जय जय